This sermon, Living, Dying, Buried, Rising, Coming, was delivered on Easter Sunday sunrise on March 29, 1959 at Branham Tabernacle, Jeffersonville, Indiana, USA. ଏହି ସୁସମାଚାର ସଜୀବ ମୃତ ସମାଧିସ୍ଥ ଉତ୍ଥାପିତ ଆଗାମୀ ଆମ୍ଭମାନଙ୍କର ପ୍ରିୟ ଭାଇ ତଥା ବିଂଶତିତମ ଯୁଗର ଭାବବାଦୀ ୱିଲିୟମ ମ୍ୟାରିଅନ୍ ବ୍ରେନହାମଙ୍କ ଦ୍ୱାରା ଇଷ୍ଟର ପ୍ରାତଃକାଳୀନ ଉପାସନା ମାର୍ଚ୍ଚ 29, 1959ରେ ବ୍ରାନହାମ ଟାବରନାକଲ୍ସ ଜେଫରସନଭିଲ୍ ଇଣ୍ଡିଆନା ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଚାରିତ ହୋଇଥିଲା। ଓଡ଼ିଆ ଭାଷାରେ ଅନୁଦିତ ଏହି ସମାଚାରକୁ ଶୁଣନ୍ତୁ ଆଉ ଆଶୀଷ ଲାଭ କରନ୍ତୁ। It's just beyond anything that we could express in human languages of how our hearts feel today as we gather here on this most solemn, sacred morning. ଆଜିର ଏହି ସର୍ବଶ୍ରେଷ୍ଠ ଗାମ୍ଭୀର୍ଯ୍ୟ ପବିତ୍ର ପ୍ରାତଃକାଳରେ ଆମମାନେ ସମବେତ ହୋଇଥିବା ଅବସର କାଳରେ ଆମମାନଙ୍କ ହୃଦୟ ଯେ ପ୍ରକାର ଭାବନାରେ ଭରପୁର ଅଟେ ତାହାକୁ ପ୍ରକାଶ କରି ବ୍ୟକ୍ତ କରିବାକୁ ଆମମାନଙ୍କରେ କୌଣସି ଭାଷା ନାହିଁ। This morning represents the time that when our religion was made real, because it was the rising up again of thy precious child who came to redeem the whole human race. ଏହି ପ୍ରାତଃକାଳଟି ସେ ପ୍ରକାର ଏକ ସମୟକୁ ପରିଚିତ କରାଏ ଯେଉଁଦିନ ଆମମାନଙ୍କ ଧର୍ମମତଟି ସତ୍ୟ ବୋଲି ପରିଚିତ ହୋଇଥିଲା, କାରଣ ଏହା ଆପଣଙ୍କ ପୁତ୍ରଙ୍କର ଉତ୍ଥାପିତ ହେବାର ଘଟଣା ଥିଲା ଯିଏ ସମସ୍ତ ମାନବ ଜାତିକୁ ପରିତ୍ରାଣ ଦେବାକୁ ଆସିଥିଲେ। And we're here this morning in celebration of that great supreme triumph, Lord, that made us more than conquerors of both death, hell and the grave. हे प्रभु, ସେହି ମହାନ ପ୍ରଭୁଙ୍କ ସମୟକୁ ସ୍ମରଣ କରିବା ଅଭିପ୍ରାୟରେ ଆଜି ପ୍ରାତଃକାଳରେ ଆମମାନେ ଏଠାରେ ଉପସ୍ଥିତ, ଯାହାକି ଆମମାନଙ୍କୁ ଉଭୟ ମୃତ୍ୟୁ, ନରକ ଆଉ କବର ଉପରେ ସର୍ବୋଚ୍ଚ ଭାବରେ ବିଜୟୀ କରିଅଛି। And we thank thee that after all these years have passed, we still gather early of a morning on this Easter morning to worship him because we believe that he shall come again. ତତ୍ପରେ ଆମମାନେ ଆପଣଙ୍କୁ ଏ ନିମନ୍ତେ ଧନ୍ୟବାଦ ଦେଉ ଯେହେତୁ ଏହି ସକଳ ବର୍ଷ ଅତିକ୍ରମ ହେଲା ଉତ୍ତାରେ ତାଙ୍କର ଆରାଧନା କରିବା ପାଇଁ ଇଷ୍ଟରର ଏହି ପ୍ରାତଃକାଳରେ ଆମମାନେ ଅଦ୍ୟାବଧି ଏକ ପ୍ରାତଃକାଳରେ ତଥାପି ଉପସ୍ଥିତ ହୋଇପାରିଛୁ, କାରଣ ସେ ଯେ ପୁନର୍ବାର ଆସିବେ ସେ କଥାକୁ ଆମମାନେ ବିଶ୍ୱାସ କରିଥାଉ। And we would pray that you would forgive all of our sins and our trespasses that is recorded against us as we humbly confess our wrong and accept his atonement for our sins. ଆମ୍ଭେମାନେ ବିନମ୍ରତା ପୂର୍ବକ ଆମମାନଙ୍କ ଅଧମତା ଗୁଡ଼ାକୁ ଯେତେବେଳେ ସ୍ୱୀକାର କରିଥାଉ ପୁଣି ଆମମାନଙ୍କ ପାପ ନିମନ୍ତେ ତାଙ୍କର ପ୍ରାୟଶ୍ଚିତ୍ତକୁ ଯେତେବେଳେ ଗ୍ରହଣ କରିଥାଉ, ଆପଣ ଯେ ଆମମାନଙ୍କର ସକଳ ପାପକୁ ପୁଣି ଭୁଲ ତ୍ରୁଟିକୁ ଯାହା କିଛି ଆମମାନଙ୍କ ବିରୁଦ୍ଧରେ ଲିଖିତ ହୋଇଥିଲା ତାହା ସବୁ ଯେ ମାର୍ଜନା କରିବେ ସେଥିପାଇଁ ଆମମାନେ ଯାଚନା କରୁ। Heal the sickness that's in the midst of us, Lord, and help us as we read thy holy word, which is the foundation of all of the truths that you have left for us to live by and to believe. ହେ ପ୍ରଭୁ, ଯେଉଁ ରୋଗୀ ଗୁଡ଼ାକ ଆମ ମଧ୍ୟରେ ଉପସ୍ଥିତ ଅଛନ୍ତି ସଦୟ ହୋଇ ସେମାନଙ୍କୁ ସୁସ୍ଥ ପ୍ରଦାନ କରନ୍ତୁ। ଆପଣଙ୍କ ପବିତ୍ର ବଚନ ଯାହାକି ସକଳ ସତ୍ୟତାର ମୂଳଦୁଆ ଅଟେ, ପୁଣି ଯାହାକୁ ବିଶ୍ୱାସ କରିବାକୁ ଆଉ ତଦ୍ୱାରା ଜୀବିତ ରହିବାକୁ ଆପଣ ଆମ ନିମନ୍ତେ ଛାଡ଼ି ଯାଇଅଛନ୍ତି ତାହାକୁ ପାଠ କରିବା ପାଇଁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। And we pray not only for this group that's gathered here, but all around the world. For we are looking with eager eyes and longing hearts for his return. ଏଠାରେ ସମବେତ ହୋଇଥିବା ସେହି ଦଳଟିର ନିମନ୍ତେ ଆମେ କେବଳ ପ୍ରାର୍ଥନା କରିଥାଉ, ଏପରି ନୁହେଁ ମାତ୍ର ବିଶ୍ୱର ପ୍ରତ୍ୟେକ ସ୍ଥାନ ଦଳଗୁଡ଼ିକ ପାଇଁ ମଧ୍ୟ ପ୍ରାର୍ଥନା କରିଥାଉ, ଯେହେତୁ ଆଶାର ସହିତ ଅପେକ୍ଷା କରି ରହିଥିବା ନୟନଗୁଡ଼ିକର ସହିତ ପୁଣି ଭରସା କରି ରହିଥିବା ହୃଦୟ ସହିତ ଆମମାନେ ତାଙ୍କରି ପୁନର୍ବାର ଆଗମନ ନିମିତ୍ତ ଅପେକ୍ଷା କରି ରହିଅଛୁ। We stand today in darkness, in a chaos that when most any time that some fanatic might just blow up about something and turn a little
But then the whole world could be blown into bits. ଆଜି ଏହି ତିମିରାବୃତ ସ୍ଥାନରେ ଏକ ଭୀଷଣ ସଙ୍କଟ କାଳ ମଧ୍ୟରେ ଯେତେବେଳେ କୌଣସି ଏକ ଘଟଣା ଯେ କୌଣସି ସମୟରେ ଘଟି ଯାଇପାରେ, ସେପରି ସମୟ ମଧ୍ୟରେ ଆମମାନେ ଦଣ୍ଡାୟମାନ। ଯେତେବେଳେ କେହି ଜଣେ ମୂଢ଼ ବ୍ୟକ୍ତି ଯେକୌଣସି ବିସ୍ଫୋରକ ଦ୍ୱାରା ଏହାକୁ ଉଡ଼ାଇ ଦେଇପାରେ, ତତ୍ପରେ ଏକ କ୍ଷୁଦ୍ର ସୁଇଚକୁ ଖୋଲି ଦେଇପାରେ, ଆଉ ସମ୍ପୂର୍ଣ୍ଣ ଜଗତଟି ଖଣ୍ଡ ବିଖଣ୍ଡିତ ହୋଇ ବିଦୀର୍ଣ୍ଣ ହୋଇଯାଇପାରେ। As it has been told us by great authorities that the wars will only be a few hours long if it ever happens again. ଆହୁରି ମଧ୍ୟ ସୁପରିଚିତ ଅଧିକାରୀମାନଙ୍କ ଦ୍ୱାରା ଆମମାନଙ୍କୁ ଏପରି କୁହାଯାଇଅଛି ଯେ ଯଦି ଯୁଦ୍ଧଟି ଆଉ କେବେ ଆରମ୍ଭ ହୁଏ ତେବେ ତାହା କେବଳ ଅଳ୍ପ କେତେ ଘଣ୍ଟା ପାଇଁ ହିଁ ଲାଗିବ। Oh, as we're standing today on the very brim of another war. ପୁଣି ଓହୋ ଅନ୍ୟ ଏକ ଯୁଦ୍ଧର ଅତି ନିକଟବର୍ତ୍ତୀ ସ୍ଥାନରେ ଆମେ ଏତେବେଳେ ଉପସ୍ଥିତ ଅଟୁ। Then the church is standing on the brim of that most glorious resurrection. For we shall be caught up together with the sleeping saints to meet the Lord in the air and forever be with Him. ଆଉ ମଣ୍ଡଳୀଟି ଅତି ନିକଟବର୍ତ୍ତୀ ସ୍ଥାନରେ ଦଣ୍ଡାୟମାନ ଅଟେ। ସେହି ମହତ୍ ପୁନରୁତ୍ଥାନ ଅତି ନିକଟବର୍ତ୍ତୀ ସ୍ଥାନରେ ଉପସ୍ଥିତ ଅଟେ। ଯେହେତୁ ସୁପ୍ତ ସାଧୁଗଣ ସହିତ ଆମେ ଉର୍ଦ୍ଧ୍ୱଗୀତ ହେବୁ, ପ୍ରଭୁଙ୍କ ସହିତ ଶୂନ୍ୟ ମଣ୍ଡଳରେ ସାକ୍ଷାତ କରିବୁ, ପୁଣି ତାଙ୍କ ସହିତ ଚିରଦିନ ବାସ କରିବୁ। We have come to worship Thee, Lord, and receive us today. ପ୍ରଭୁ ଆପଣଙ୍କ ଉପାସନା କରିବାକୁ ଆମମାନେ ଆସିଅଛୁ, ଆମମାନଙ୍କୁ ଆଜି ଗ୍ରହଣ କରନ୍ତୁ। Bless the reading of Thy word, the singing of the song, the preaching of the gospel. Receive the prayers of the penitent. ବାକ୍ୟ ପାଠରେ ଗୀତ ଗୁଡାକୁ ଗାନ କରିବାରେ ସୁସମାଚାର ପ୍ରଚାର କରୁଥିବା ଅବସରର ଆଶୀର୍ବାଦ କରନ୍ତୁ। ପୀଡ଼ିତମାନଙ୍କ ସକଳ ପ୍ରାର୍ଥନାକୁ ସ୍ୱୀକାର କରନ୍ତୁ। Hear prayer for the sick and get glory unto Thyself. For we humbly ask it in the name of Jesus, Thy Son. Amen. ପୀଡ଼ିତମାନଙ୍କ ପାଇଁ ସକଳ ପ୍ରାର୍ଥନାକୁ ଶୁଣନ୍ତୁ, ପୁଣି ଆପଣ ନିମିତ୍ତ ଗୌରବକୁ ସ୍ୱୀକାର କରନ୍ତୁ। ଯେହେତୁ ଆପଣଙ୍କ ପୁତ୍ର ଯୀଶୁଙ୍କ ନାମରେ ଆମମାନେ ଏହାକୁ ବିନମ୍ରତା ସହିତ ଯାଚନା କରୁଅଛୁ। ଆମେନ୍। To you who would like to take what we're to read this morning for our scriptures, ଆଜିର ପ୍ରାତଃ କାଳରେ ଆମମାନଙ୍କ ଶାସ୍ତ୍ରାଂଶ ପାଇଁ ଯେଉଁ ସ୍ଥାନ ଆମମାନେ ପାଠ କରିବାକୁ ଇଚ୍ଛା କରୁ ତାହା ଆପଣମାନଙ୍କ ପରି ଲେଖି ରଖିବାକୁ ଇଚ୍ଛୁକ ଲୋକମାନଙ୍କ ପାଇଁ ଏହା ସୁ ଅବସର ଅଟେ। and we're sorry that to know that we do not have the seating room for this fine group of people who's come early this morning to worship with us. ସେପରି ଏକ ଉତ୍ତମ ଦଳ ଯେଉଁମାନେ ଆଜିର ପ୍ରାତଃ କାଳରେ ଆମମାନଙ୍କ ସହିତ ଉପାସନା କରିବାକୁ ଆସିଅଛନ୍ତି, ସେମାନଙ୍କ ପାଇଁ ଆମ ନିମନ୍ତେ ଯଥେଷ୍ଟ ସ୍ଥାନ ନଥିବାରୁ ଆମମାନେ ଅତି ଦୁଃଖିତ। From different churches and from different states and even different nations has gathered this morning here at the tabernacle for this most glorious worship of the Lord. ପ୍ରଭୁଙ୍କର ଏହି ଗୌରବମୟ ଉପାସନା ପାଇଁ ଏହି ଆରାଧନାଳୟରେ ଆଜିର ପ୍ରାତଃ କାଳରେ ସମବେତ ଆଗନ୍ତୁକଗଣ ବିଭିନ୍ନ ମଣ୍ଡଳୀରୁ, ବିଭିନ୍ନ ରାଜ୍ୟରୁ, ପୁଣି ବିଭିନ୍ନ ରାଷ୍ଟ୍ରରୁ ଆସି ଉପସ୍ଥିତ ଅଟନ୍ତି। I wish for you to turn to the book of Psalms, Psalms 22. ମୁଁ ଆପଣମାନଙ୍କ ପାଇଁ ଇଚ୍ଛା କରେ ଯେ ଆପଣମାନେ ଗୀତ ସଂହିତା ପୁସ୍ତକକୁ ଗୀତ ସଂହିତା 22 ଅଧ୍ୟାୟକୁ ଖୋଲନ୍ତୁ। I know this is rather an unusual place to read for an Easter service, but God is unusual. ଇଷ୍ଟରର ଏହିପରି ଉପାସନା ନିମନ୍ତେ ଏହା ଯେ ଏକ ଅସାଧାରଣ ସ୍ଥାନରୁ ପାଠ କରିବାର ଅଂଶ ଅଟେ ସେ ବିଷୟକୁ ମୁଁ ଜାଣେ, ତଥାପି ଈଶ୍ୱର ତ ଅସାଧାରଣ ଅଟନ୍ତି। And now after this service, we will adjourn in about 1 hour so that you may go for your breakfast, and then Sunday school service will start at 9:30. ଏହି ଆରାଧନା ଉତ୍ତାରେ ଆମମାନେ ପ୍ରାୟ 1 ଘଣ୍ଟା ବ୍ୟବଧାନର ସମୟକୁ ପ୍ରଦାନ କରିବୁ, ଯେପରିକି ଆପଣମାନେ ପ୍ରାତଃକାଳୀନ ଭୋଜନ ପାଇଁ ଯାଇପାରିବେ। ତତ୍ପରେ 9:30 ସମୟରେ ସଣ୍ଡେ ସ୍କୁଲର ଉପାସନାକୁ ଆରମ୍ଭ କରିବୁ। And then immediately after the Sunday school service, there will be baptismal service here at the pool. ପୁଣି ସଣ୍ଡେ ସ୍କୁଲର ଉପାସନାର ତୁରନ୍ତ ବାଦ
ଏଠାରେ ଏହି ଜଳକୁଣ୍ଡରେ ବାପ୍ତିସ୍ମର ଉପାସନାଟି ସମ୍ପାଦିତ ହେବ। And then this afternoon at 6 o'clock, prayer cards will be given out for healing service for tonight. ତତ୍ପରେ ଆଜିର ମଧ୍ୟାହ୍ନ କାଳରେ 6ଟା ସମୟରେ ଆଜି ରାତ୍ରିକାଳୀନ ଆରୋଗ୍ୟତା ସଭା ନିମନ୍ତେ ପ୍ରାର୍ଥନାର କାର୍ଡ ଗୁଡାକ ବଣ୍ଟନ କରାଯିବ। And if you have any loved ones that's sick and needy, remember to bring them out tonight. And for this to be the last time we can have this for a while. Anyhow, I'm leaving in the morning at 5 o'clock for Los Angeles and through the West Coast for a series of services. ସୁତରାଂ ଆପଣମାନଙ୍କର କେହି ଜଣେ ପ୍ରିୟଜନ ଯଦି ଅସୁସ୍ଥ ଥାନ୍ତି ପୁଣି ଆବଶ୍ୟକ କରୁଥାନ୍ତି ତେବେ ଆଜିର ରାତିରେ ସେମାନଙ୍କୁ ଏହି ସ୍ଥାନକୁ ଘେନି ଆସନ୍ତୁ, କାରଣ ଯେପରି ଭାବରେ ହେଉ ପଛେ ଆମମାନେ ଲାଭ କରୁଥିବା ନ୍ୟାୟ ଏହା ସର୍ବଶେଷ ଅବସର ହେବ। ମୁଁ ସକାଳ 5ଟା ସମୟରେ ଲସ୍ ଆଞ୍ଜେଲସକୁ ପୁଣି ପଶ୍ଚିମାଞ୍ଚଳ ପର୍ଯ୍ୟନ୍ତ ଏକାଧିକ ଉପାସନା ନିମନ୍ତେ ବାହାରିଯିବି। Now in Psalms 22 we shall read. ବର୍ତ୍ତମାନ ଗୀତ ସଂହିତା 22 ଅଧ୍ୟାୟରୁ ଆମମାନେ ପାଠ କରିବୁ। My God, why hast thou forsaken me? Why art thou so far from helping me from the words of my roaring? ହେ ମୋହର ପରମେଶ୍ୱର, ହେ ମୋହର ପରମେଶ୍ୱର, ତୁମେ କାହିଁକି ମୋତେ ପରିତ୍ୟାଗ କରିଅଛ? ମୋତେ ସାହାଯ୍ୟ କରିବାରୁ ଓ ମୋ ଆର୍ତ୍ତନାଦର ଉକ୍ତିରୁ ତୁମେ କାହିଁକି ଏତେ ଦୂରରେ ରହୁଅଛ? My God, I cry in the daytime, but thou hearest not, and in the night season, and am not silent. ହେ ମୋହର ପରମେଶ୍ୱର, ମୁଁ ଦିନ ବେଳେ ଡାକେ ମାତ୍ର ତୁମ୍ଭେ ଉତ୍ତର ଦେଉନାହଁ, ଆଉ ରାତ୍ରିକାଳ ଡାକେ ପୁଣି ନୀରବ ନ ରହେ। But thou art holy, O thou that inhabitest the praises of Israel. ତଥାପି ହେ ଇସ୍ରାଏଲର ପ୍ରଶଂସା ନିବାସୀନ, ତୁମ୍ଭେ ପବିତ୍ର ଅଟ। Our fathers trusted in thee. They trusted and thou did deliver them. ଆମ୍ଭ ପିତୃପୁରୁଷଗଣ ତୁମ୍ଭଠାରେ ବିଶ୍ୱାସ କଲେ, ସେମାନେ ବିଶ୍ୱାସ କଲେ, ଆଉ ତୁମ୍ଭେ ସେମାନଙ୍କୁ ଉଦ୍ଧାର କଲ। They cried unto thee and were delivered. They trusted in thee and were not confounded. ସେମାନେ ତୁମ୍ଭ ନିକଟରେ କ୍ରନ୍ଦନ କଲେ ଓ ଉଦ୍ଧାର ପାଇଲେ, ସେମାନେ ତୁମ୍ଭଠାରେ ବିଶ୍ୱାସ କଲେ ଆଉ ଲଜ୍ଜିତ ନୋହିଲେ। But I am a worm and no man, a reproach of man, despised of the people. ମାତ୍ର ମୁଁ କୀଟ, ମନୁଷ୍ୟ ନୁହେଁ, ମନୁଷ୍ୟମାନଙ୍କ ନିନ୍ଦା ପାତ୍ର ଓ ଲୋକମାନଙ୍କର ଅବଜ୍ଞାତ। All they that see me laugh me to scorn. ମୋତେ ଦେଖିବା ଲୋକ ସମସ୍ତେ ମୋତେ ପରିହାସ କରନ୍ତି। They shoot out the lip and they shake their head, saying, He trusted on the Lord that he would deliver him. Let him deliver him, seeing he delighteth in him. ସେମାନେ ଓଠ ଲମ୍ବାଇ ହସ୍ତ ମସ୍ତକ ହଲାଇ କହନ୍ତି, ସେ ସଦା ପ୍ରଭୁଙ୍କଠାରେ ନିର୍ଭର ରଖିଅଛି, ଯେପରି ସେ ତାହାକୁ ଉଦ୍ଧାର କରିବେ। ସେ ତାହାଠାରେ ସନ୍ତୁଷ୍ଟ ଅଟନ୍ତି, ତେଣୁ ସେ ତାହାକୁ ଉଦ୍ଧାର କରନ୍ତୁ। But thou art he that took me out of the womb. Thou didst make me hope when I was upon my mother's breast. ମାତ୍ର ତୁମ୍ଭେ ମୋତେ ଗର୍ଭରୁ ବାହାର କରି ଆଣିଅଛ, ମୁଁ ଆପଣା ମାତୃକୋଳରେ ଥିବା ସମୟରେ ତୁମ୍ଭେ ମୋହର ବିଶ୍ୱାସ ଜନ୍ମାଇଅଛ। I was cast upon thee from the womb. Thou art my God from my mother's belly. ଗର୍ଭରୁ ମୁଁ ତୁମ୍ଭଠାରେ ସମର୍ପିତ ହୋଇଥିଲି, ମୋହର ମାତାର ଉଦରରୁ ତୁମ୍ଭେ ମୋହର ପରମେଶ୍ୱର ଅଟ। Be not far from me, for trouble is near. For there is none to help. ମୋ ଠାରୁ ଦୂରବର୍ତ୍ତୀ ହୁଅ ନାହିଁ, କାରଣ ସଙ୍କଟ ସନ୍ନିକଟ, ସାହାଯ୍ୟକାରୀ କେହି ନାହିଁ। Many bulls have compassed me. Strong bulls of Bashan have beset me around. ଅନେକ ବୃଷ ମୋତେ ବେଷ୍ଟନ କରିଅଛନ୍ତି, ବାସନର ବଳବାନ ବୃଷଗଣ ମୋତେ ଘେରି ଅଛନ୍ତି। They gasp upon me with their mouth as a raving and roaring lion. ସେମାନେ ଗ୍ରାସେଚ୍ଛୁ ଓ ଗର୍ଜନକାରୀ ସିଂହ ତୁଲ୍ୟ ମୋ ପ୍ରତି ମୁଖ ମେଲାଇ ଅଛନ୍ତି। I am poured out like water. All my bones are out of joint. My heart is like wax. It is melted in the midst of my bowels. ମୁଁ ଜଳ ପରି ଧଳା ହେଉଅଛି,
ଓ ମୋହର ସବୁ ଅସ୍ଥି ସନ୍ଧିରୁ ଖସି ପଡ଼ୁଅଛି। ମୋହର ହୃଦୟ ମୋମ ପରି ହୋଇଅଛି, ତାହା ମୋ ଅନ୍ତର ମଧ୍ୟରେ ତରଳିଯାଏ। My strength is dried up like a potter's. My tongue cleaveth to my jaws, and thou hast brought me unto the dust of the earth. ମୋହର ବଳ ଖପରା ପରି ଶୁଷ୍କ ହୋଇଅଛି, ଆଉ ମୋହର ଜିହ୍ୱା ତାଳୁରେ ଲାଗି ଯାଉଅଛି। ପୁଣି ତୁମ୍ଭେ ମୋହର ମୃତ୍ୟୁର ଧୂଳିକି ଆଣିଅଛ। For dogs have compassed me. The assemblies of the wicked have closed me. They pierced my hands and my feet. କାରଣ କୁକୁରମାନେ ମୋତେ ବେଷ୍ଟନ କରିଅଛନ୍ତି, ଦୁରାଚାରୀମାନଙ୍କ ମଣ୍ଡଳୀ ମୋତେ ବେଢ଼ିଅଛନ୍ତି। ସେମାନେ ମୋର ହସ୍ତ ପାଦ ବିଦ୍ଧ କରିଅଛନ୍ତି। I may tell all my bones that they look and stare upon me. ମୁଁ ଆପଣା ଅସ୍ଥି ସବୁ ଗଣିପାରେ, ସେମାନେ ମୋତେ ଅନାଇ ଚାହିଁ ରହିଥାନ୍ତି। They parted my garments among them, cast lots upon my vesture. ସେମାନେ ଆପଣାମାନଙ୍କ ମଧ୍ୟରେ ମୋହର ବସ୍ତ୍ର ବିଭାଗ କରନ୍ତି ଓ ସେମାନେ ମୋ ଉତ୍ତରୀୟ ବସ୍ତ୍ର ପାଇଁ ଗୁଲି ବାଣ୍ଟ କରନ୍ତି। Be thou not far from me, O Lord. My strength hasten thee to help me. ମାତ୍ର ହେ ସଦା ପ୍ରଭୁ, ତୁମ୍ଭେ ମୋ ଠାରୁ ଦୂରବର୍ତ୍ତୀ ହୁଅ ନାହିଁ। ହେ ମୋହର ଆଶ୍ରୟ, ତୁମ୍ଭେ ମୋହର ସାହାଯ୍ୟ ପାଇଁ ସତ୍ୱର ହୁଅ। Deliver my soul from the sword, my darling from the power of the dogs. ଖଡ୍ଗରୁ ମୋ ପ୍ରାଣକୁ ଓ କୁକୁରର ବଳରୁ ମୋହର ଏକମାତ୍ର ଆତ୍ମାକୁ ଉଦ୍ଧାର କର। Save me from the lion's mouth, for thou hast heard me from the horns of the unicorn. ସିଂହ ମୁଖରୁ ମୋତେ ନିସ୍ତାର କର। ହଁ, ଅରଣାର ଶୃଙ୍ଗରୁ ରକ୍ଷା କରି ତୁମେ ମୋତେ ଉତ୍ତର ଦେଇଅଛ। I will declare thy name unto my brethren. In the midst of the congregation I will praise thee. Yea, ମୁଁ ଆପଣା ଭାତୃ ନିକଟରେ ତୁମ୍ଭ ନାମ ପ୍ରଚାର କରିବି। ସମାଜ ମଧ୍ୟରେ ମୁଁ ତୁମର ପ୍ରଶଂସା କରିବି। ye that fear the Lord, praise him. All ye seeds of Jacob, glorify him. And fear him, all ye seeds of Israel. ହେ ସଦା ପ୍ରଭୁଙ୍କର ଭୟକାରୀଗଣ, ତୁମମାନେ ତାହାଙ୍କର ପ୍ରଶଂସା କର। ହେ ଯାକୁବର ବଂଶ, ତୁମେ ସମସ୍ତେ ତାହାଙ୍କର ସମାଦର କର। ହେ ଇସ୍ରାଏଲ ବଂଶ, ତୁମେ ସମସ୍ତେ ତାହାଙ୍କ ନିକଟରେ ଭୀତ ହୁଅ। For he has not despised, nor avoided the affliction. Neither has he hid his face from him. But when he cried unto him, he heard. କାରଣ ସେ ଦୁଃଖୀର ଦୁଃଖ ତୁଚ୍ଛ କି ଘୃଣା କରି ନାହାନ୍ତି, କେଉ ବା ସେ ତାହାଠାରୁ ଆପଣା ମୁଖ ଲୁଚାଇ ନାହାନ୍ତି। ମାତ୍ର ସେ ତାହାଙ୍କୁ ଡାକନ୍ତେ ସେ ଶୁଣିଲେ। My praise shall be of thee in the great congregation. I will pay my vows before them that fear him. ମହାସମାଜ ମଧ୍ୟରେ ତୁମ୍ଭେ ହିଁ ମୋହର ପ୍ରଶଂସା ଭୂମି। ମୁଁ ତାହାଙ୍କ ଭୟକାରୀମାନଙ୍କ ସାକ୍ଷାତରେ ଆପଣା ମାନତ ସବୁ ପୂର୍ଣ୍ଣ କରିବି। The meek shall eat and be satisfied. They shall praise the Lord that seek him. Your heart shall live forever. ନମ୍ର ଲୋକମାନେ ଭୋଜନ କରି ତୃପ୍ତ ହେବେ। ସଦା ପ୍ରଭୁଙ୍କ ଅନ୍ୱେଷଣକାରୀଗଣ ତାହାଙ୍କୁ ପ୍ରଶଂସା କରିବେ। ତୁମମାନଙ୍କ ଅନ୍ତଃକରଣ ନିତ୍ୟ ଜୀବୀ ହେଉ। All the ends of the world shall remember and turn unto the Lord, and all the kindreds of the nations shall worship before him. ପୃଥିବୀର ପ୍ରାନ୍ତସ୍ଥିତ ସମସ୍ତେ ସଦା ପ୍ରଭୁଙ୍କୁ ସ୍ମରଣ କରି ତାଙ୍କ ପ୍ରତି ଫେରିବେ। ଆଉ ଅନ୍ୟ ଦେଶୀୟ ଗୋଷ୍ଠୀ ସକଳ ତୁମ୍ଭ ସମ୍ମୁଖରେ ପ୍ରଣାମ କରିବେ। For the kingdom is of the Lord, and he is the governor among the nations. କାରଣ ରାଜ୍ୟ ସଦା ପ୍ରଭୁଙ୍କର ଅଟେ, ପୁଣି ସେ ଗୋଷ୍ଠୀମାନଙ୍କର ଶାସନକର୍ତ୍ତା ଅଟନ୍ତି। All they that be fat upon earth shall eat and worship. All they that go down to the dust shall bow before him, and none can keep alive his own soul. ପୃଥିବୀସ୍ଥ ପୁଷ୍ଟ ଲୋକ ସମସ୍ତେ ଭୋଜନ କରି ପ୍ରଣାମ କରିବେ। ଧୂଳିରେ ଲୀନ ହେବାକୁ ଉଦ୍ୟତ ସମସ୍ତେ, ଅର୍ଥାତ୍ ଆପଣା ପ୍ରାଣ ବଞ୍ଚାଇବାକୁ ଅସମର୍ଥ ଲୋକ ତାହାଙ୍କ ଛାମୁରେ ମୁହଁ ମାଡ଼ି ପଡ଼ିବେ। A seed shall serve him. It shall be accounted to the Lord for a generation. ଏକ ବଂଶ ତାହାଙ୍କର ସେବା କରିବେ। ଭବିଷ୍ୟତ ବଂଶକୁ ପ୍ରଭୁଙ୍କ ବିଷୟ କୁହାଯିବ। They shall come and shall declare his righteousness unto a people,
and that shall be born, that he has done this. ସେମାନେ ଆସି ଭବିଷ୍ୟତରେ ଜାତ ହେବା ଲୋକଙ୍କ ନିକଟରେ ଆପଣା ଧାର୍ମିକତା ପ୍ରଚାର କରି କହିବେ ସେ ଏହା ସାଧନ କରିଅଛନ୍ତି। May the Lord add his blessings to the reading of his word. ଆପଣାର ପଠିତ ବଚନ ଉପରେ ପ୍ରଭୁ ନିଜର ସକଳ ଆଶୀର୍ବାଦକୁ ପ୍ରଦାନ କରିବା ହେଉନ୍ତୁ। I want to take for this occasion this morning 5 words. And around those 5 words try to express what's on my heart to you worshipers this morning. ଆଜିର ପ୍ରାତଃକାଳରେ ଏହି ଅବସରରେ ମୁଁ 5ଟି ଶବ୍ଦାବଳୀକୁ ଗ୍ରହଣ କରିବାକୁ ଚାହେଁ। ପୁଣି ଆଦ୍ୟ ସକାଳ ବେଳା ଆପଣମାନଙ୍କ ପରି ଉପାସକମାନଙ୍କୁ ମୋର ହୃଦୟ ମଧ୍ୟରେ ଯେଉଁ ସକଳ ଭାବନା ରହିଛି ତାହାକୁ ଏହି 5ଟି ଶବ୍ଦମାଳା ସହିତ ବେଷ୍ଟିତ ଥାଇ ମୁଁ ଆପଣମାନଙ୍କଠାରେ ପ୍ରଚାର କରିବାକୁ ଚାହେଁ। I want these 5 words: living, dying, buried, rising, coming. ସେହି 5ଟି ଶବ୍ଦମାଳାକୁ ମୁଁ ଏପରି କହି ପରିଚିତ କରିବାକୁ ଚାହେଁ: ସଜୀବ, ମୃତ, ସମାଧିସ୍ଥ, ଉତ୍ଥାପିତ, ଆଗାମୀ। And I think the poet well expressed it in the song of what I want to say when he wrote this song. ଗୀତରେ ଏହାକୁ କବି ଜଣକ ଅତି ସୁଚାରୁ ରୂପେ ବ୍ୟକ୍ତ କରିଥିବାର ବିଷୟକୁ ମୁଁ ବିଚାର କରେ, ଯାହାକୁ ମୁଁ ପ୍ରଚାର କରି କହିବାକୁ ଚାହେଁ। ସେ ଗୀତଟିକୁ ଯେତେବେଳେ ଲେଖିଥିଲେ ତହିଁର ବ୍ୟକ୍ତ ସେ ଏପରି କରିଥିଲେ: Living, he loved me. Dying, he saved me. Buried, he carried my sins far away. Rising, he justified freely forever. Someday he's coming. Oh, glorious day. ଜୀବିତ ଥାଇ ସେ ମୋତେ ପ୍ରେମ କଲେ, ମରି ସେ ମୋତେ ତାରିଲେ, ସମାଧିସ୍ଥ ହୋଇ ମୋହର ସକଳ ପାପକୁ ସେ ଦୂରେଇ ଦେଲେ, ଉତ୍ଥାପିତ ହୋଇ ଚିରଦିନ ପାଇଁ ମୁକ୍ତ କହି ପରିଚିତ କଲେ। ଆହେ ଏକ ଗୌରବମୟ ଦିନରେ ସେ ପୁଣି ଆସୁଅଛନ୍ତି। There never was a life ever lived like his. Because he was the God manifested in the flesh when he was born. ତାଙ୍କ ସମ ଅନ୍ୟ କୌଣସି ବ୍ୟକ୍ତି କଦାପି ଜୀବନଯାପନ କରିନଥିଲେ। ଯେହେତୁ ସେ ଯେତେବେଳେ ଜନ୍ମଗ୍ରହଣ କଲେ ସେ ଶରୀର ରୂପେ ପ୍ରକଟିତ ହୋଇଥିବା ଈଶ୍ୱର ଥିଲେ। He was the expression of what God the Father is. ପିତା ପରମେଶ୍ୱର ଯେ କି ପ୍ରକାର ଧରଣ ଅଟନ୍ତି ତାହାର ସେ ଭାବାର୍ଥ ଥିଲେ। And God the Father being love, then Jesus was the full expression of love. ପୁଣି ପିତା ପରମେଶ୍ୱର ପ୍ରେମର ଆକର ହୋଇଥିବାରୁ ଯୀଶୁଖ୍ରୀଷ୍ଟ ମଧ୍ୟ ପ୍ରେମର ସମ୍ପୂର୍ଣ୍ଣ ପ୍ରକଟୀକରଣ ହିଁ ଥିଲେ। ସେହି ପ୍ରଥମ ଅବସ୍ଥାରୁ ଆପଣାର ମାଙ୍କର ସୁକୋମଳ ଗାଲରେ ତାଙ୍କ ଟିକି ଟିକି ହସ୍ତଟିକୁ ହସ୍ତଦ୍ୱୟ ସ୍ପର୍ଶ କଲା ଅବଧିରୁ ସେ ପ୍ରେମର ଆକର ଥିଲେ, ସେ ପ୍ରେମର ଭଣ୍ଡାର ଥିଲେ। He was loved from the very first time that his little baby hand stroked the pretty cheeks of his mother. He was loved. ଆପଣାର ବାଲ୍ୟାବସ୍ଥାରୁ ଆପଣା ମାଙ୍କର ସୁକୋମଳ ଗାଲରେ ତାଙ୍କ ଟିକି ଟିକି ହସ୍ତଦ୍ୱୟ ସ୍ପର୍ଶ କଲା ଅବଧିରୁ ସେ ପ୍ରେମର ଆକର ଥିଲେ, ସେ ପ୍ରେମର ସମ୍ପୂର୍ଣ୍ଣ ଭଣ୍ଡାର ଥିଲେ। And I think today that that's where many is failing to recognize that he was love. ତତ୍ପରେ ମୁଁ ଅଦ୍ୟ ଦିବସ ଏପରି ବିଚାର କରିଥାଏ ଯେ ଏହା ସେପରି ଧରଣର ଏକ ସ୍ଥାନ ଯେଉଁ କ୍ଷେତ୍ରରେ ଆଜି ଅନେକ ତାହାଙ୍କୁ ଚିହ୍ନିବାକୁ ଅସମର୍ଥ ହୋଇଥାନ୍ତି ଯେ ସେ ପ୍ରେମର ଆକର ଥିଲେ। God is love. And they that love are born of God. ଈଶ୍ୱର ପ୍ରେମ ଅଟନ୍ତି, ପୁଣି ଯେଉଁମାନେ ପ୍ରେମ କରନ୍ତି ସେମାନେ ଈଶ୍ୱରଙ୍କ ଠାରୁ ଜାତ ଅଟନ୍ତି। God so loved the world, that is the unlovable, that he gave his only begotten Son, that whosoever believeth in him shall not perish, but would have everlasting life. ଈଶ୍ୱର ଜଗତକୁ ଏପରି ପ୍ରେମ କଲେ, ତାହା ଏପରି ପ୍ରେମ ବିହୀନ ମାନଙ୍କୁ ପ୍ରେମ କଲେ ଯେ ସେ ଆପଣଙ୍କର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ
ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଏ। He expressed his love when he was here on earth in so many different ways till it is undisputable that he was the most loving creature that ever lived. ଯେତେବେଳେ ସେ ଏହି ପୃଥିବୀ ପୃଷ୍ଠରେ ଥିଲେ ସେତେବେଳେ ବିଭିନ୍ନ ପ୍ରକାରେ ସେ ଆପଣାର ପ୍ରେମକୁ ଏପରି ଭାବରେ ପରିଚିତ କରାଇଥିଲେ ଯେ ତଦ୍ୱାରା ସେ ବୁଝାଯାଇଥିଲେ, ବିନା ଦ୍ୱିଧାରେ ବୁଝାଯାଇଥିଲେ ଯେ ସେ ପ୍ରେମ କରିବାର କେବଳ ଏକମାତ୍ର ସତ୍ତା ଏହି ଜଗତରେ ବାସ କରି ରହିଥିଲେ। Now I think in his life here he was expressing God, and the only way that God can be expressed to the people is through love. ପୁଣି ମୁଁ ବିଚାର କରେ ଯେ ଏହି ଜଗତରେ ତାଙ୍କ ଜୀବନ କାଳରେ ସେ ଈଶ୍ୱରଙ୍କୁ ପ୍ରକଟ କରୁଥିଲେ। ପୁଣି କେବଳ ଏକମାତ୍ର ପନ୍ଥା ପରିଚିତ ଅଟେ ଯଦ୍ୱାରା ଈଶ୍ୱର ମାନବ ଜାତି ମଧ୍ୟରେ ପରିଚିତ ହୋଇପାରନ୍ତି, ଆଉ ତାହା ପ୍ରେମ ଦ୍ୱାରା ହିଁ ସମ୍ଭବ। And well did he do this when he caught one of the most vilest women that there was of his days, perhaps. ସେ ଏହାକୁ ଅତି ଉତ୍ତମ ରୂପେ ସେତେବେଳେ ସମ୍ଭବତଃ ପରିଚିତ କରାଇ ପାରିଥିଲେ ଯେତେବେଳେ ତାଙ୍କ ସମୟରେ ସବୁଠାରୁ ପାପିଷ୍ଠ ନାରୀଙ୍କୁ ସେ ଏକଦା ଧରିଥିଲେ। They found her just guilty and no way out when she was found in adultery, and they drug her up before him and said, "What do you say do for her?" ସେମାନେ ତାହାକୁ ଅପରାଧିଣୀ ବୋଲି ଦେଖିଥିଲେ, ଆଉ ବ୍ୟଭିଚାର କର୍ମରେ ଲିପ୍ତ ଥିବା ସମୟରେ ସେମାନେ ତାହାକୁ ଧରିଥିବାରୁ ନିସ୍ତାର ପାଇବାର ଅନ୍ୟ କୌଣସି ମାର୍ଗର ବ୍ୟବସ୍ଥା ନଥିଲା। ତେଣୁ ସେମାନେ ସେହି ନାରୀଙ୍କୁ ତାଙ୍କ ପାଖକୁ ଘୋଷାରି ଆଣିଥିଲେ ଆଉ ପଚାରିଥିଲେ, ଏହି ନାରୀ ପାଇଁ କଣ କରାଯିବ ବୋଲି ଆପଣ ବିଚାର କରି କହନ୍ତି। And when he turned to her and said, "I don't condemn thee, go and sin no more." କିନ୍ତୁ ସେ ତାହାରି ଆଡ଼କୁ ବୁଲି ପଡ଼ିଥିଲେ ଆଉ କହିଥିଲେ, ମୁଁ ତୁମ୍ଭକୁ ଦୋଷୀ ବୋଲି କହେ ନାହିଁ, ଫେରିଯାଅ ଆଉ ପାପ କର ନାହିଁ। Instead of throwing her out to the streets to be drug out like a bunch of wolves over her to stone her and take her life, his tender, kind, loving heart stooped way down into the sin that she was in. Said, "I don't condemn thee. Just go and don't sin no more." ତାହାକୁ ବେସାହାରା ପରି ରାସ୍ତା ଉପରକୁ ଠେଲିଦେବା ପରିବର୍ତ୍ତେ ଦଳେ କେନ୍ଦୁଆଙ୍କୁ ତାହାରି ଉପରେ ଆକ୍ରୋଶ ଭାବକୁ ବ୍ୟକ୍ତ କରିବାକୁ ସୁବିଧା ଦେବା ପରିବର୍ତ୍ତେ ପୁଣି ପ୍ରସ୍ତ୍ରାଘାତ କରି ତାହାର ପ୍ରାଣହାନୀ ଘଟାଇବାକୁ ନ ଦେଇ ତାଙ୍କର ଦୟାଳୁ, ଶ୍ରଦ୍ଧାଳୁ, ପ୍ରେମଭରା ହୃଦୟ ତାହାର ପାପାଚାରୀ ଜୀବନଟିକୁ ଦୟାରୁ ମୁକ୍ତ କରି ସେଥିରୁ ତାହାକୁ ନିବୃତ୍ତ କରାଇଥିଲେ ଆଉ କହିଥିଲେ, ମୁଁ ତୁମକୁ ଦୋଷୀ କରେ ନାହିଁ, ଚାଲିଯାଅ ଆଉ ପାପ କର ନାହିଁ। And when he was on his way down to the grave of Lazarus, I think there's another great time that he expressed what God is to the human beings. ଲାଜରଙ୍କ କବରସ୍ଥାନ ଆଡ଼କୁ ଯାଉଥିବା ପଥରେ ସେ ଯେତେବେଳେ ଥିଲେ ସେତେବେଳେ ଈଶ୍ୱର ଯେ ଜଣେ ମାନବ ଜାତି ପାଇଁ କି ପ୍ରକାର ଆଚାର ବିଶେଷ ଥିଲେ ତାହାକୁ ପ୍ରକାଶ କରିବାର ଅନ୍ୟ ଏକ ମହାନ ଅବସର ଯେ ତାହା ଥିଲା, ସେପରି ଏକ ବିଷୟକୁ ମୁଁ ବିଚାର କରେ। Not only is he a God that can forgive the lowest sin that could be committed and take the guilty and make them guiltless by his pardoning love, but after death has laid us in silence, he's still concerned about us. ସବୁଠାରୁ ସାଧାରଣ ପାପକୁ ସେ ଯେ କ୍ଷମା କରିଦେଇ ପାରନ୍ତି ଯାହାକୁ କରାଯାଇ ପାରିଥିଲା, ପୁଣି ଆପଣଙ୍କ କ୍ଷମାଶୀଳ ପ୍ରେମ ଯୋଗୁଁ ସେଇ ଅଧମତାକୁ ହରି ନେଇ ସେମାନଙ୍କୁ ଦୋଷମୁକ୍ତ କରିଦେବାକୁ ସେ ଯେ କେବଳ ଜଣେ ଈଶ୍ୱର ଅଟନ୍ତି ସେପରି ନୁହେଁ, ମାତ୍ର ମୃତ୍ୟୁ ପରେ ଆମକୁ ତାହା ନିରବ କଲା ଉତ୍ତାରେ ସୁଦ୍ଧା ସେ ଆମ ପାଇଁ ତଥାପି ଚିନ୍ତିତ ଅଟନ୍ତି। I think he well expressed that on the road down with Martha and Mary when he come to the house where death had shut out the life of a lovely person. ସେ ଏପରି ଏକ ପରିବାରକୁ ସେତେବେଳେ ଆସି ଉପସ୍ଥିତ ହୋଇଥିଲେ ଯେଉଁ ଗୃହରେ ଜଣେ ପ୍ରେମିକ ବ୍ୟକ୍ତିଙ୍କର ଜୀବନ ଉପରେ ଯବନିକା ପକାଇ ସାରିଥିଲା। ସେହି ସମୟରେ ସେ ଯେ ପଥ ମଧ୍ୟରେ ମାର୍ଥା ଆଉ ମରିୟମଙ୍କ ନିକଟରେ ତାହାକୁ ସୁଚାରୁ ରୂପେ ପ୍ରକଟ କରିଥିଲେ
ଏପରି ମୁଁ ବିଚାର କରେ। And on his road down to the grave, yet being God knows that he would raise him from the dead. Know that it had been told him that in his very words lay the power to raise him from the grave. କବର ସ୍ଥାନଟିର ଆଡ଼କୁ ଯିବା ପଥରେ ପରମେଶ୍ୱର ହୋଇ ସୁଦ୍ଧା ପୁଣି ତାଙ୍କୁ ସେ ଯେ ମୃତ୍ୟୁରୁ ଉତ୍ଥାପିତ କରିବେ ସେ ବିଷୟକୁ ଅବଗତ ଥାଇ ସୁଦ୍ଧା ତାଙ୍କୁ ମୃତ୍ୟୁରୁ ଜୀବିତ କରିବା ନିମନ୍ତେ ଆପଣ ବଚନ ମଧ୍ୟରେ ଯେ ଶକ୍ତି ନିହିତ ହୋଇଥିଲା ସେ ବିଷୟକୁ ତାଙ୍କୁ ଯେ କଥିତ ହୋଇଥିଲା ତାଙ୍କୁ ଜାଣି ସୁଦ୍ଧା Yet when he seen Martha and Mary and those who loved Lazarus crying, the Bible said he wept. ସେ ଯେତେବେଳେ ମାର୍ଥା ଆଉ ମରିୟମଙ୍କୁ ଦେଖିଥିଲେ ଆଉ ଯେଉଁମାନେ ଲାଜରଙ୍କୁ ଅତି ସ୍ନେହ କରୁଥିଲେ ସେମାନଙ୍କୁ ସୁଦ୍ଧା କ୍ରନ୍ଦନ କରୁଥିବା ଦେଖିଥିଲେ ବାଇବଲ କହିଅଛି ଯେ ସେ କାନ୍ଦିଥିଲେ। What was it? His great loving heart. When he seen that man and his friends were in trouble, he was troubled with them. ତାହା କିପରି ଧରଣର ବିଷୟ ଥିଲା? ତାଙ୍କ ପ୍ରେମ ଭରା ମହାନ ହୃଦୟର ପରିଚୟ ଥିଲା। ସେ ଯେତେବେଳେ ଦେଖିଥିଲେ ପୁଣି ହୃଦବୋଧ କରିଥିଲେ ଯେ ତାଙ୍କର ବନ୍ଧୁଗଣ ଏକ ବିରାଟ ସମସ୍ୟାରେ ପଡ଼ିଯାଇଅଛନ୍ତି ସେ ସେମାନଙ୍କ ସହିତ ସମବେଦନାରେ ବ୍ୟଥିତ ହୋଇ ଉଠିଥିଲେ। I'm so glad to know that he can be found amongst the brokenhearted. Praise God. ସେ ଯେ ଶୋକାର୍ତ୍ତ ଲୋକମାନଙ୍କ ମଧ୍ୟରେ ଅନୁଭୂତ ହୋଇପାରନ୍ତି ସେ ବିଷୟକୁ ବୁଝିବା ଯୋଗୁଁ ମୁଁ ଅତିଶୟ ଉଲ୍ଲସିତ ଅଟେ। In our sorrows, he's not one that would leave us. ତତ୍ପରେ ଆମମାନଙ୍କ ଈଶ୍ୱର ଜାଣନ୍ତି ଆମମାନଙ୍କୁ ସେ ଯେ ତ୍ୟାଗି ଦେବେ ଭୁଲିଯିବେ ସେପରି ଜଣେ ଈଶ୍ୱର ସେ ଆଦୌ ନୁହନ୍ତି। He stands by us when all has failed and the last hopes of earthly reaching has come to its end. He's still God and loves us. He was the expression of God. ଯେତେବେଳେ ସବୁ କିଛି ପନ୍ଥା ଅସଫଳ ହୋଇଯାଏ ଶେଷ ଉଦ୍ୟମ ମଧ୍ୟ ଅସଫଳ ହୋଇଯାଏ ସେତେବେଳେ ସେ ଆମମାନଙ୍କ ଅତି ନିକଟରେ ଉପସ୍ଥିତ ଥାନ୍ତି। ତତ୍ପରେ ଜଗତର ସବୁଠାରୁ ଶେଷ ପ୍ରୟାସ ଯେତେବେଳେ ଅକାମୀ ହୋଇପଡ଼େ ସେତେବେଳେ ମଧ୍ୟ ସେ ଈଶ୍ୱର ଅଟନ୍ତି। ପୁଣି ସେ ଆମମାନଙ୍କୁ ପ୍ରେମ କରନ୍ତି। ସେ ତ ଈଶ୍ୱର ବ୍ୟକ୍ତ ଅଭିପ୍ରାୟ ଅଟନ୍ତି। Oh, how I believe that he longs for his people to be so anointed with his Spirit that we could go to each other in trials and in troubles and give the expression of his sympathy as it pours from our hearts that's been born of his Spirit to reflect in the church the love of the living God. ଆପଣା ପ୍ରଜାଗଣ ଯେ ତାଙ୍କରି ଆତ୍ମାରେ ବହଳ ରୂପେ ଭରି ଯାଆନ୍ତୁ ତାହାକୁ ସେ ଯେ ଅଭିଳାଷ କରନ୍ତି ଏହାକୁ କିପରି ମୁଁ ବିଶ୍ୱାସ କରେ। ଯେପରିକି ସଙ୍କଟରେ ପରୀକ୍ଷାରେ ଆମମାନେ ପରସ୍ପର ନିକଟକୁ ଯାଉ ପୁଣି ତାଙ୍କରି ସହାନୁଭୂତି ପ୍ରକଟ କରିପାରୁ ଅର୍ଥାତ୍ ଯାହା ତାଙ୍କରି ଆତ୍ମାଙ୍କ ଦ୍ୱାରା ଆମମାନଙ୍କ ହୃଦୟ ଗୁଡ଼ିକର ମଧ୍ୟରେ ଜାତ ହୋଇଅଛି ତାହା ଆମମାନ ମଧ୍ୟରେ ଯେପରି ଧଳାଯାଏ ତଦ୍ୱାରା ଜୀବିତ ଈଶ୍ୱରଙ୍କ ପ୍ରେମକୁ ଆମେ ତାଙ୍କରି ମଣ୍ଡଳୀରେ ପ୍ରତିଫଳନ କରିପାରିବା। That well expressed what he said, or the poet said, living, he loved me. ସେହି କଥାକୁ ସୁସ୍ପଷ୍ଟ ରୂପେ ସେ ପ୍ରକାଶ କରିଅଛନ୍ତି କିମ୍ବା କବି ପ୍ରକାଶ କରି କହିଅଛନ୍ତି ଜୀବିତ ଥାଇ ସେ ମୋତେ ପ୍ରେମ କଲେ। Showed what he did to the whole human race, the way God represented himself in Jesus Christ. Amen. ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଥାଇ ପରମେଶ୍ୱର ଯେପରି ଭାବେ ଆପଣାକୁ ପ୍ରତିନିଧିତ୍ୱ କରି ଦେଖାଇଥିଲେ ତଦ୍ୱାରା ସମଗ୍ର ମାନବ ଜାତି ପ୍ରତି ସେ ଯେ କ'ଣ କରିଥିଲେ ତାହାକୁ ପ୍ରଦର୍ଶନ କରିଥିଲେ। He expressed his opinion to the human race to forgive and to love those who were unlovable. ଆଉ ଯେଉଁମାନେ ଅପ୍ରେମ ଅବସ୍ଥାରେ ଥିଲେ ସେମାନଙ୍କୁ ପ୍ରେମ କରିବାକୁ ଆଉ କ୍ଷମାଦାନ କରିବାକୁ ସେ ନିଜର ମତାମତକୁ ମାନବ ଜାତି ପ୍ରତି ସୁପରିଚିତ କରିଥିଲେ। I wonder on this Easter morning how short we fall of that. ଆଜି ଇଷ୍ଟରର ଏହି ପ୍ରାତଃ କାଳରେ
ତାହାକୁ ଅନୁଧ୍ୟାନ କରିବାରେ ଆମମାନେ କିପରି ଭାବରେ ଅକ୍ଷମ ହୋଇ ପଡ଼ିଛୁ। We can love those who love us, but he loved those who did not love him. ଯେଉଁମାନେ ଆମମାନଙ୍କୁ ପ୍ରେମ କରନ୍ତି ଆମ୍ଭେମାନେ ତ ସେମାନଙ୍କୁ ପ୍ରେମ କରିଥାଉ, ମାତ୍ର ସେ ତ ସେମାନଙ୍କୁ ପ୍ରେମ କଲେ ଯେଉଁମାନେ ତାହାଙ୍କୁ ଆଦୌ ପ୍ରେମ କରିନଥିଲେ। He was the greatest representation of love that ever hit the earth, and was despised of those who lived on the earth, to whom he loved. ଜଗତ ପୃଷ୍ଠରେ କଦାପି ପରିଚିତ ହୋଇଥିବା ପ୍ରେମର ସର୍ବପ୍ରଥମ ମହାନ ପ୍ରତିନିଧି ସେ ହିଁ ଥିଲେ। ପୁଣି ଯେଉଁମାନଙ୍କୁ ସେ ପ୍ରେମ କଲେ ଜୀବିତମାନ ମଧ୍ୟରେ ବାସ କରୁଥିବା ସେ ପ୍ରଜାଗଣ ତାଙ୍କୁ ତୁଚ୍ଛ କଲେ। No man could ever love like him, and no man was ever hated like him. ତାଙ୍କ ପରି ଅନ୍ୟ କେହି ବ୍ୟକ୍ତି କଦାପି ପ୍ରେମ କରିପାରିନଥିଲେ, ପୁଣି ତାଙ୍କ ପରି ଅନ୍ୟ କେହି ଦ୍ୱିତୀୟ ବ୍ୟକ୍ତି କଦାପି ଘୃଣିତ ହୋଇନଥିଲେ। They hated him and despised him and rejected him, but it did not stop his love. ସେମାନେ ତାଙ୍କୁ ଘୃଣା କଲେ, ତାଙ୍କୁ ତୁଚ୍ଛ କଲେ, ପୁଣି ତାଙ୍କୁ ଅସ୍ୱୀକାର କଲେ, ତଥାପି ଏଗୁଡ଼ିକ ତାଙ୍କ ପ୍ରେମର କୌଣସି ପ୍ରକାରର ପ୍ରତିବାଧାକୁ ଆଦୌ ସୃଷ୍ଟି କରିପାରି ନଥିଲା। Last, when he was hanging on the cross, after that life that he had lived had been done nothing but good things, forgiving the guilty, healing the sick, and just things that were good. ସେପରି ଏକ ଜୀବନ ଯାହାକୁ ସେ ବ୍ୟତୀତ କରିଥିଲେ ତାହା ଉତ୍ତମ କର୍ମଗୁଡ଼ାକୁ କରିବା ଭିନ୍ନ ଅନ୍ୟ କିଛି ଦୁଷ୍କର୍ମ କରିନଥିଲା। ଅପରାଧକୁ କ୍ଷମା କରି ପୀଡ଼ିତଙ୍କୁ ସୁସ୍ଥ କରି ପୁଣି ଯାହା କିଛି ଆଦରଣୀୟ କାର୍ଯ୍ୟ ଥିଲା ସେଗୁଡ଼ାକୁ ସେହି ଜୀବନଟି ସମ୍ପନ୍ନ କରିଥିଲା। ତଥାପି ସେମାନେ ତାଙ୍କର ପରିହାସ କରିଥିଲେ ଯେତେବେଳେ ସେ କ୍ରୁଶ ଉପରେ ଟଙ୍ଗା ଯାଇଥିଲେ। But he was last breath on the cross with the vulgar mocking spit of them who stood by hanging from his sacred face. He cried with a heart full of love, Father, forgive them. Amen. For they know not what they do. ହସ୍ତ ଦ୍ୱୟକୁ ପସାରି ସେ ଯେତେବେଳେ କ୍ରୁଶରେ ଟଙ୍ଗା ହୋଇଥିଲେ କୌଣସି କାରଣ ନଥାଇ ତାଙ୍କ ପାଖରେ ଠିଆ ହୋଇଥିବା ବ୍ୟକ୍ତିଗଣ ତାଙ୍କୁ ପରିହାସ କରି ଛେପ ପକାଇଥିଲେ। ନିଜର ପ୍ରଶାନ୍ତ ମୁଖ ମଣ୍ଡଳକୁ ଅବନତ କରି ସେ ପ୍ରେମ ଭରା ହୃଦୟରେ ଚିତ୍କାର କରି କହିଥିଲେ, ହେ ପିତା, ଏମାନଙ୍କୁ କ୍ଷମା କର, କାରଣ ଏମାନେ କଣ କରନ୍ତି ତାହା ସେମାନେ ଜାଣନ୍ତି ନାହିଁ। He could understand. Being God, he understands. That's why he can love us when we're unlovable, because he's God and he understands. ସେ ଜାଣିପାରିଥିଲେ, ଈଶ୍ୱର ହୋଇଥିବା ଯୋଗୁଁ ସେ ବୁଝିଥିଲେ। ସୁତରାଂ ଆମମାନେ ଯେତେବେଳେ ଅପ୍ରେମ ଅବସ୍ଥାରେ ଥିଲୁ ସେତେବେଳେ ସେ ଆମମାନଙ୍କୁ ପ୍ରେମ କରିପାରିଥିଲେ, କାରଣ ସେ ଈଶ୍ୱର ଅଟନ୍ତି, ପୁଣି ସେ ସବୁ କିଛି ବୁଝନ୍ତି। Living, he loved me. Never a life lived like it because it was wrapped in love. ଜୀବିତ ଥାଇ ସେ ମୋତେ ପ୍ରେମ କଲେ। ସେପରି ଧରଣ ଜୀବନଟିଏ ଆଦୌ ଦେଖା ଦେଇ ନଥିଲା, ଯେହେତୁ ତାହା ପ୍ରେମରେ ଆଚ୍ଛାଦିତ ହୋଇ ରହିଥିଲା। Dying, he saved me. A death. When in the Garden of Eden, God, Jehovah, required the penalty of sin is death. And there could be no alterations. ମରି ସେ ମୋତେ ତ୍ରାଣ କଲେ। ମୃତ୍ୟୁ ଏଦନ ଉଦ୍ୟାନରେ ଯେହୋବା ପରମେଶ୍ୱର ଯେତେବେଳେ ମନସ୍ଥ କରିଥିଲେ, ପାପର ବର୍ତ୍ତନ ମୃତ୍ୟୁ ଆଉ ତହିଁ ପାଇଁ ଅନ୍ୟ କୌଣସି ପ୍ରତିବଦଳ ବ୍ୟବସ୍ଥା ହୋଇପାରିନଥିଲା। It cannot be any other way taken care of, because God is supreme and he is infinite and the judge of all heavens and earth. ଏହାର ପରିଶୋଧ ବ୍ୟବସ୍ଥା ବିନୁ ଅନ୍ୟ କୌଣସି ପନ୍ଥାର ସୁବ୍ୟବସ୍ଥା ହୋଇପାରିନଥିଲା। ପରମେଶ୍ୱର ଯେହେତୁ ସର୍ବଶ୍ରେଷ୍ଠ ଅଟନ୍ତି, ପୁଣି ସେ ଅସୀମ ଅଟନ୍ତି, ପୁଣି ସକଳ ସ୍ୱର୍ଗର ଆଉ ମର୍ତ୍ତ୍ୟର ବିଚାରକ ଅଟନ୍ତି। The penalty of sin is death. And there was no one who could pay this penalty for another. ପାପର ବର୍ତ୍ତନ ତ ମୃତ୍ୟୁ, ଆଉ କୌଣସି ଅନ୍ୟ ଜଣ ନିମନ୍ତେ ଏହି ବର୍ତ୍ତନକୁ ପରିଶୋଧ କରିବା ନିମନ୍ତେ
ଅନ୍ୟ କେହି ଦ୍ୱିତୀୟ ବ୍ୟକ୍ତି ସକ୍ଷମ ହୋଇପାରି ନଥିଲେ। For every man, though he might die for another man, but he was guilty to begin with. ଯେହେତୁ ପ୍ରତ୍ୟେକ ବ୍ୟକ୍ତି ଯଦ୍ୟପି ସେ ଅନ୍ୟ ଜଣେ ବ୍ୟକ୍ତିଙ୍କ ନିମନ୍ତେ ମୃତ୍ୟୁବରଣ କରିପାରନ୍ତି, ତଥାପି ଜନ୍ମରୁ ସେ ତ ଦୋଷୀ ଅଟନ୍ତି। There was none of us that could help the other, because we were all guilty. We are born in sin, shaped in iniquity, come to the world speaking lies. କୌଣସି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଆମ୍ଭମାନଙ୍କ ମଧ୍ୟରେ କେହି ଜଣେ ବ୍ୟକ୍ତି ସକ୍ଷମ ନଥିଲେ। ଯେହେତୁ ଆମମାନେ ସମସ୍ତେ ଦୋଷୀ ଥିଲୁ, ଆମମାନେ ପାପରେ ଜାତ ହେଲୁ, ଅଧର୍ମରେ ନିର୍ମିତ ହେଲୁ, ମିଥ୍ୟାବାଦୀ ହୋଇ ଜଗତକୁ ଆସିଲୁ। And there was not a ray of hope nowhere. We were condemned to death by God. And every creature that ever moved on the earth was under this condemnation. ତେଣୁ କୌଣସି କ୍ଷେତ୍ରରେ ଆଶାର ସେପରି କିଛି ଆଲୋକ ଆଦୌ ନଥିଲା। ପରମେଶ୍ୱରଙ୍କ ଦ୍ୱାରା ଆମମାନେ ମୃତ୍ୟୁରେ ଦଣ୍ଡିତ ହୋଇଥିଲୁ। ପୁଣି ଜଗତ ପୃଷ୍ଠକୁ ଆସିଥିବା ଯେ କେହି ପ୍ରାଣୀ, ଏପରିକି ପ୍ରତ୍ୟେକ ପ୍ରାଣୀ ଏହି ଦଣ୍ଡାଦେଶର ଅଧୀନରେ ଥିଲେ। There could be righteous men rise and do great things, but he was a sinner to begin with. କେହି ଜଣେ ଧାର୍ମିକ ବ୍ୟକ୍ତି ଉଦିତ ହୋଇ ମହତ୍ କର୍ମଗୁଡ଼ାକୁ ସତ୍କର୍ମ ଗୁଡ଼ାକୁ କରିଥାଇ ପାରନ୍ତି, ତଥାପି ଜନ୍ମରୁ ସେ ଜଣେ ପାପୀ ଥିଲେ। There was only one way for it to be paid. That was the death of God himself. ଏହାର ମୂଲ୍ୟକୁ ପରିଶୋଧ କରିବାକୁ କେବଳ ଏକମାତ୍ର ପନ୍ଥା ନିଶ୍ଚିତ ଥିଲା, ଆଉ ତାହା ସ୍ୱୟଂରୁ ଈଶ୍ୱରଙ୍କର ମୃତ୍ୟୁର ପନ୍ଥାଟି ଥିଲା। So God, being a spirit, could not die. But he came down in a body of flesh and expressed himself in a life of love to take all that goodness that he was. Amen. And give it willingly as a supreme sacrifice, that he might take the guilt of the guilty. ଆଉ ପରମେଶ୍ୱର ଆତ୍ମା ହୋଇଥିବାରୁ ମୃତ୍ୟୁବରଣ କରିପାରି ନଥିଲେ। ତେଣୁ ସେ ମାଂସମୟ ଶରୀରରେ ଅବତୀର୍ଣ୍ଣ ହୋଇଥିଲେ। ପୁଣି ପ୍ରେମଭରା ଜୀବନରେ ସେ ନିଜକୁ ପରିଚିତ କରାଇଥିଲେ। ସେ ଯେ ସକଳ ଉତ୍ତମ ଆଦର୍ଶର ସତ୍ତା ଥିଲେ, ତାହାକୁ ଆଦରି ନେବାକୁ ପୁଣି ଏକ ସର୍ବଶ୍ରେଷ୍ଠ ବଳିଦାନ ସ୍ୱରୂପେ ସ୍ୱେଚ୍ଛାକୃତ ଭାବେ ଅର୍ପଣ କରିବାକୁ ସଂକଳ୍ପ କରିଥିଲେ, ଯେପରିକି ଅପରାଧୀକୁ ହରଣ କରିଦେଇ ପାରନ୍ତି। All of us being sinners, and not a way in the world for us to ever be saved. He came not only to be seen on earth, but he came to die as a sacrifice. ଆମ୍ଭେମାନେ ସମସ୍ତେ ପାପୀ ହୋଇଥିବା ଯୋଗୁଁ ପୁଣି ଉଦ୍ଧାର ପାଇବାକୁ ଆମ ପାଇଁ ମୁକ୍ତି ନିମନ୍ତେ ଏହି ଜଗତରେ କୌଣସି ଯୋଗ୍ୟ ପନ୍ଥା ନଥିବାରୁ ଜଗତରେ କେବଳ ଦେଖାଯାଇଥିବାର ଅଭିପ୍ରାୟରେ ସେ ଯେ ଆସିଥିଲେ ଏପରି ନୁହେଁ, ମାତ୍ର ବଳିଦାନ ସ୍ୱରୂପେ ମୃତ୍ୟୁ ଭୋଗିବାକୁ ସେ ଆସିଥିଲେ। Abel expressed it when he offered unto God a more excellent sacrifice than Cain. When he brought the little lamb with a piece of grapevine wrapped around its neck to a rock. କଇନଙ୍କ ଅପେକ୍ଷା ଉତ୍କୃଷ୍ଟତର ବଳିଦାନକୁ ପରମେଶ୍ୱର ଉଦ୍ଦେଶ୍ୟରେ ହେବଲ ଯେତେବେଳେ ଉତ୍ସର୍ଗ କରିଥିଲେ, ସେତେବେଳେ ସେ ଏହାକୁ ପରିଚିତ କରାଇଥିଲେ। ସେ ଶିଶୁ ମେଷଟିକୁ ଯେତେବେଳେ ଆଣିଥିଲେ, ଏକ ପ୍ରସ୍ତର ନିକଟକୁ ସେହି ମେଷ ଶାବକଟିକୁ ଏକ ଲତାରେ ତାହାର ବେକକୁ ବାନ୍ଧି ଆଣିଥିଲେ। There laid the little fellow up on the rock, pulled its little chin back, and with a rock pounded its little throat, and it bleeding and dying, and the blood squirting out. This little white locks become bathed with blood. Abel expressed Calvary there. ସେଠାରେ ସେହି ପ୍ରସ୍ତର ବେଦୀ ଉପରେ ଶାବକଟି ସହାୟତା ଅବସ୍ଥାରେ ପଡ଼ି ରହିଥିଲା। ସେହି ଲତା ରଶ୍ମିଟିକୁ ସେ ପଛକୁ ଟାଣି ଧରିଥିଲେ। ଖଣ୍ଡିଏ ତୀକ୍ଷ୍ଣ ପଥରରେ ସେ ତାର ଗଳାଟିକୁ କାଟିଥିଲେ। ତତ୍ପରେ ତାହା ରକ୍ତରେ ଜୁଡୁବୁଡୁ ହୋଇ ପଡ଼ିଥିଲା, ପୁଣି ମରିଯାଇଥିଲା, ଆଉ ରକ୍ତ ଝରଝର ହୋଇ ପ୍ରବାହିତ ହେବା ଲାଗିଥିଲା। ଧଳା ରଙ୍ଗର ସେ ପଥରଟି ରକ୍ତରେ ରକ୍ତମୟ ହୋଇ ଉଠିଥିଲା। ସେହି ସ୍ଥାନରେ ହେବଲ କାଲବରୀକୁ ପରିଚିତ କରାଇଥିଲେ। When the Lamb of God, slain from the foundation of the world, came to take the place of guilty sinners
and was mashed and bruised and scoffed and made fun of and died a death that no creature could die except God Himself. ପରମେଶ୍ୱରଙ୍କ ମେଷ ଶାବକ ଜଗତର ପତନାବଧିରୁ ଯେତେବେଳେ ବଳୀକୃତ ହୋଇଥିଲେ ସେ ପାପୀମାନଙ୍କ ଅପରାଧର ସ୍ଥାନଟିକୁ ଗ୍ରହଣ କରି ନେବାକୁ ଆସିଥିଲେ। ତତ୍ପରେ ଚକଟା ଯାଇଥିଲେ, ଆଉ କ୍ଷତ ବିକ୍ଷତ ହୋଇଥିଲେ, ତତ୍ପରେ ପରିହାସ କରାଯାଇଥିଲେ, ପୁଣି ଥଟ୍ଟରେ ଉଡ଼ା ଯାଇଥିଲେ, ପୁଣି ଏପରି ଭୟାନକ ମୃତ୍ୟୁରେ ମୃତ୍ୟୁବରଣ କରିଥିଲେ ଯାହାକୁ ସ୍ୱୟଂରୁ ଈଶ୍ୱରଙ୍କ ବ୍ୟତୀତ ଅନ୍ୟ କୌଣସି ସୃଷ୍ଟ ମନୁଷ୍ୟ ଭୋଗି ନଥିଲେ। And His bloody locks hanging from His shoulders, dripping to the ground, express what a horrible thing that sin is. When He had to die to redeem man from a life of sin. ପୁଣି ତାଙ୍କ ରକ୍ତାକ୍ତ କେଶଗୁଚ୍ଛ ତାଙ୍କର କାନ୍ଧ ଦୟକୁ ତଳକୁ ଝୁଲୁଥିଲା, ଝରଝର ହୋଇ ରକ୍ତର ଟୋପା ଭୂମିରେ ପଡୁଥିଲା, ଆଉ ପାପର ସେଇ କଷଣଟି ଯେ କେତେ ଦାରୁଣ ଥିଲା ତାହାକୁ ପରିଚିତ କରୁଥିଲା। ପାପମୟ ଏକ ଜୀବନରୁ ମନୁଷ୍ୟ ଜାତିକୁ ମୁକ୍ତ କରିବାକୁ ସେ ଯେତେବେଳେ ମନସ୍ଥ କରିଥିଲେ ସେତେବେଳେ ଏହା ପ୍ରକାଶିତ ହୋଇଥିଲା। Nothing could die like that. Nothing could stand that death. କେହି ଜଣେ ଅନ୍ୟ ବ୍ୟକ୍ତି ସେ ପ୍ରକାର ଜଘନ୍ୟ ମୃତ୍ୟୁକୁ ଆଦୌ ମୃତ୍ୟୁବରଣ କରିନଥିଲେ। କେହି ଜଣେ ଅନ୍ୟ ବ୍ୟକ୍ତି ସେପରି ଧରଣର ମୃତ୍ୟୁକୁ ସହି ନଥିଲେ। It said that when they pierced His side, that there came forth blood and water. ଏପରି କଥିତ ହୋଇଅଛି ସେମାନେ ତାଙ୍କର ବକ୍ଷସ୍ଥଳକୁ ବର୍ଷା ଯେତେବେଳେ ବିଧିଥିଲେ ସେଥିରେ ରକ୍ତ ଆଉ ଜଳ ନିର୍ଗତ ହୋଇଥିଲା। It's been some time ago I was speaking to someone about this, and it was a scientist that said there is only one way that could have happened. କିଛି ଦିନ ପୂର୍ବର କଥା, ଏ ବିଷୟ ଉପରେ ମୁଁ ଜଣେ ଏକ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରୁଥିଲି। ପୁଣି ସେ ବ୍ୟକ୍ତି ଜଣକ ଜଣେ ବୈଜ୍ଞାନିକ ଥିଲେ ଯିଏକି କହିଥିଲେ ସେପରି ସମ୍ଭବ ହେଲା ପରି କେବଳ ଏକମାତ୍ର ପନ୍ଥା ରହିଛି। And it was not because of the Roman spear that He died. And neither was it the loss of blood that He died, because there was still blood in His body. ତାହା ଏ ନିମନ୍ତେ ନୁହେଁ ଯେ ସେ ରୋମିଓମାନଙ୍କ ବର୍ଚ୍ଛାଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ କିମ୍ବା ପ୍ରଚୁର ରକ୍ତ ପ୍ରବାହିତ ହେବା ଯୋଗୁଁ ସେ ଯେ ମୃତ୍ୟୁବରଣ କରିଥିଲେ ସେପରି ମଧ୍ୟ ନୁହେଁ, ଯେହେତୁ ତାଙ୍କ ଶରୀର ମଧ୍ୟରେ ତଥାପି ରକ୍ତର ଅବଶେଷ ରହିଥିଲା। What He died of was not because of the Roman spear, or the nails that was drove in His hand, or the thorny crown they placed on His head. ଯେଉଁ କାରଣବଶତଃ ସେ ମୃତ୍ୟୁଭୋଗ କଲେ ତାହା ଯେ ରୋମିଓମାନଙ୍କ ବର୍ଚ୍ଛାଘାତ ଯୋଗୁଁ କିମ୍ବା ତାଙ୍କର ହସ୍ତଦ୍ୱୟରେ ପ୍ରକାଘାତ ଯୋଗୁଁ କିମ୍ବା ତାଙ୍କ ମୁଣ୍ଡରେ କଣ୍ଟାର ମୁକୁଟକୁ ସେମାନେ ପିନ୍ଧାଇ ଦେଇଥିବାରୁ ସେପରି ହୋଇଥିଲା ତାହା ଆଦୌ ନୁହେଁ। But because He died of grief, because He came to His own, and His own received Him not. He died of a broken heart. ମାତ୍ର ତାହା ଏ ନିମନ୍ତେ ସେ ଦାରୁଣ ଦୁଃଖ ଯୋଗୁଁ ମୃତ୍ୟୁବରଣ କରିଥିଲେ, ଯେହେତୁ ସେ ଆପଣା ଲୋକମାନଙ୍କ ନିକଟକୁ ଆସିଥିଲେ, ପୁଣି ତାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ, ସେ ତ ଅତି ବ୍ୟଥିତ ହୃଦୟରେ ମୃତ୍ୟୁବରଣ କରିଥିଲେ। When He knows the very creatures of time that He had died to redeem had spit in His face, and He was rejected of man. ଯେତେବେଳେ କି ସେହି ସମୟର ସୃଷ୍ଟ ପ୍ରାଣୀମାନଙ୍କୁ ଯେଉଁମାନଙ୍କର ଉଦ୍ଧାର ନିମନ୍ତେ ତାଙ୍କୁ ମୃତ୍ୟୁବରଣ କରିବାକୁ ପଡ଼ିବ ବୋଲି ସେ ଜାଣିଥିଲେ, ସେମାନେ ତାଙ୍କରି ମୁଖ ଉପରେ ଛେପ ପକାଉଥିଲେ, ପୁଣି ସେହି ମନୁଷ୍ୟମାନଙ୍କ ଦ୍ୱାରା ସେ ଅସ୍ୱୀକୃତ ହୋଇଥିଲେ। David, 800 years before it happened, cried the very voice that he cried in Calvary, My God, why hast thou forsaken me? ଏହି ଘଟଣାଟି ଘଟିବାର ପ୍ରାୟ 800 ବର୍ଷ ପୂର୍ବେ ସେହି ସମାନ ଭାବରେ ଦାଉଦ ଚିତ୍କାର କରି ଉଠିଥିଲେ, ଯେଉଁ ଭାବରେ ସେ କାଲବରୀ ଉପରେ ଚିତ୍କାର କରିଥିଲେ, ହେ ମୋର ପରମେଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ? What a terrible thing that sin does! It separates man from God. ପାପ ତାହା କିପରି ଭୟାନକ ଦୃଶ୍ୟକୁ ପ୍ରକୃତରେ ପ୍ରସ୍ତୁତ କରିଥାଏ, ଏହା ଈଶ୍ୱରଙ୍କଠାରୁ ମନୁଷ୍ୟକୁ ପୃଥକ କରିଦିଏ। He was a sin offering. It had to be offered for our sins. And He was separated from the presence of God. Sin had separated Him. ପୁଣି ସେ ତ ପାପର ନିମିତ୍ତ ବଳିଦାନଟି ଥିଲେ, ଯାହାଙ୍କୁ ଆମମାନଙ୍କ ସକଳ ପାପର ନିମନ୍ତେ
उत्सर्गीकृत हेबाकू पड़िथिला। पुणी से ईश्वरंकर उपस्थितिरु पृथकीकृत होइथिले। पाप ही तांकू पृथक करिथिला। God placed our sins upon him, and he was separated from God, and that's why he cried, "Why hast thou forsaken me?" आम्भमानंकर सकल पाप को ईश्वर तांको पर लदी देइथिले। तत्पर से ईश्वर ठारू दूरे जाइथिले। आउ सही कारण से चित्कार करिथिले, तुमे मते काहे की परित्याग कलो। And because he was forsaken and had taken this place and seen his people that he would come to be their Savior and to offer them life, they had rejected him, and it grieved him so till he was so broken-hearted until the blood and water, the chemicals of his body separated. पुणी से जेहेतु परित्यक्त हेले आउ से स्थान को ग्रहण कले। पुणी अपना संतानगण को देखाइले जे सेमानंकर त्राणकर्ता हेबा उद्देश्य से आसीथिले। पुणी सेमानक पई जीवन उत्सर्ग करियाकू बद्ध संकल्प थिले। एहा सत्ते सेमाने तांकू अस्वीकार कले। पुणी एहा तांकू एपरि दुखित करि पकाइला जे परिशेष से निराश होई पड़िथिले। आउ रक्त और जल पुणी तांको शरीरर रासायनिक तत्वटी तहिरु पृथक होइथिला। Man will never know what that was. That's the reason there could be no one else could ever die like that. ताहा जे किपरि धरण एक योजना थिला से कथा को जणे मनुष्य अति सहजरे आदौ बुझिब नाही। ताहा ही सही कारणटी थिला जद्वारा केही जणे साधारण मनुष्य सेपरि धरण एक मृत्यु को कदापि भोग करि पारि नथिले। I don't care how much that you could be tormented, how that they might put your feet in stocks, or saw you by inches, or burn you by inches, you could not die that death. Because your makeup's not like that. आपण जे केते जघन्य रूपे क्षत विक्षत होई परिथिले होई परे ता आपणक पाद दुईटी को हरि काठरे बांधी पकाइथिला किंबा छोट छोट खंडरे करत द्वारा आपणक शरीर को चिरा जाइथिला। छोट छोट खंड करी आपणक अग्नि रे दग्ध करा जाइथिला। तथापि सेपरि धरण मृत्यु को आपण आदौ बरण करि नथिले जेतु आपणक मृत्युर चित्रणटी सेपरि धरण एक भयानक दृश्य होई नथिला। He had to be God. He had to be more than man in the faith that God died. तांको ईश्वरଙ୍କ तुल्य हेबाकु थिला। तांको मनुष्य ठारू अधिक श्रेष्ठ हेबाकु थिला। जगत पई सेपरि असह्य दुख को बरण करिबाकु थिला जद्वारा तांकर शरीर रे रासायनिक प्रक्रियाटीर प्रतिक्रिया संभव हो पारिथिला जाकि आपण मध्ये आदौ संभव होई न पारे। Died of a broken heart with such grief for the world until a chemical reaction taken place in his body that could not take place in you. आपण तो सेपरि भाबरे आदौ कष्ट सही न पारंती। सेपरि धरण दुख को सहीबा पई आपण ठारे कोनोसी व्यवस्था सुद्धा रही नाही, प्रतिक्रिया नाही। सेही हेतुरु केवल जणे व्यक्ति सेपरि करि पारंती। पुणी से एहाकू सफल मध्य करी तद्रूप सहन करिथिले। You cannot suffer like that. There's no way for you to have that kind of a grief. So there's only one could do it, and he did it. सेपरि धरण दुख को सहिया पई आपणक ठारे कोनोसी व्यवस्था सुधा रही नाही, प्रतिक्रियार व्यवस्था आदौ नाही। सेही हेतुरु केवल जणे व्यक्ति सेपरि करि पारंती। पुणी से ताहाकू सफल मध्य करिथिले आउ सहन करिथिले। They're hanging that precious life that knows nothing but love and doing good. Hung there between the heavens and earth. Lifted up there, stripped naked, embarrassed. सेही स्थान रे झुलु अछंती। प्रेम करिबाकू आ उत्तम कर्म करिबा बिनु जेउ बहुमूल्य जीवनटी अन्य किछि विषय को जानि नथिले सेही स्थान से स्वर्ग आ पृथ्वीर मध्यरे थाई झुलुथिले। निर्वस्त्र होई लज्जित करा जाई सेठारे ऊर्ध्व को उठा जाइथिले। Think how you'd be stripped naked. You wouldn't know embarrassment to what God would. Hanging there. निर्वस्त्र करा जाइथिले। आपण माने किपरि अनुभव करि परिथान्ते से कथा को विचार करंतु। ईश्वर जे प्रकारे लज्जा को सहन करिथिले से प्रकार लज्जा को आपण आदौ बुझि न पारंती जेतेबेले सेही स्थान से झुलुथिले। I know the crucifix has a little thing like they had something around him, but they never did that. That's just put on the cross, or the artist put it there. सेमाने तांको चतुष्पार्श्व को जेपरि कौनसी एक वस्तु मंडलाकृति को
କରି ରଖିଛନ୍ତି। ତଦ୍ୱାରା ସେମାନେ ଯେ କୃଷ ଅର୍ପଣର ବିଷୟ ଅତି ସାଧାରଣ ଘଟଣା କରି ପ୍ରସ୍ତୁତ କରିଛନ୍ତି ସେ କଥାକୁ ମୁଁ ଜାଣେ। ତଥାପି ସେମାନେ ତାହାକୁ ସେପରି ସ୍ମରଣ କରିନଥିଲେ, ଯେହେତୁ ତାହାକୁ ଜଣେ ଚିତ୍ରକାରିତା ସେହି ସ୍ଥାନ ଯେପରି ଭାବରେ ଅଙ୍କନ କରି ପ୍ରସ୍ତୁତ କରିଥିଲେ। They stripped his clothes from him. He had on a robe and they tore off of him and gambled for it. He was embarrassed to the utmost. ସେମାନେ ତାଙ୍କ ଶରୀରରୁ ବସ୍ତ୍ର କାଢି ପକାଇଥିଲେ। ସେ ଏକ ଚୋଘାକୁ ପିନ୍ଧିଥିଲେ, ଆଉ ସେମାନେ ସେହି ଚୋଘାଟିକୁ ତାଙ୍କ ଶରୀରରୁ କାଢି ପକାଇଥିଲେ, ପୁଣି ତାହା ପାଇଁ ଗୁଲିବାଣ୍ଟ କରିଥିଲେ। ସେ ସର୍ବୋତ ଭାବେ ଲଜ୍ଜିତ କରାଯାଇଥିଲେ। Yet even God had to stand and spit on his face. ତଥାପି ପରମେଶ୍ୱର ହୋଇଥିବା ପ୍ରମାଣେ ତାଙ୍କୁ ସହିବାକୁ ପଡ଼ିଥିଲା, ଆଉ ପାପୀମାନେ ତାଙ୍କ ମୁଖକୁ ଛେପ ପକାଇଥିଲେ। Yet being the very depths of modesty, had to die before the public stripped naked. Such a peck it took upon him till it separated the water and the blood. ଏହା ସତ୍ତ୍ୱେ ଅନୁଗ୍ରହର ଗଭୀରତାରେ ଥାଇ ତାଙ୍କୁ ସାଧାରଣ ଜନତାର ସମ୍ମୁଖରେ ମୃତ୍ୟୁବରଣ କରିବାକୁ ପଡ଼ିଥିଲା, ନିର୍ବସ୍ତ୍ର ହେବାକୁ ପଡ଼ିଥିଲା। ସେପରି ଧରଣ ଏକ ପ୍ରଭାବ ତାହାଙ୍କ ଉପରେ ତାବତ୍ ପକାଇଥିଲା, ଯାବତ୍ ଜଳ ଓ ରକ୍ତକୁ ତାହା ପୃଥକ୍ କରିନଥିଲା। No wonder I think the poet well expressed it when he said, "Mid rendering rocks and darkening skies, my Savior bowed his head and died. But the opening veil revealed the way to heaven's joys and endless day." ଚକିତ ହେବାର କୌଣସି କାରଣ ନାହିଁ। କବି ଏହାକୁ ଅତି ସୁନ୍ଦର ଭାବରେ ବ୍ୟକ୍ତ କରିଥିଲେ, ଯେତେବେଳେ ସେ ଏହାକୁ ଭାଷାର ରୂପକୁ ଦେଇ ସେପରି ବିଷୟକୁ ପ୍ରକାଶ କରିଥିଲେ। ତିମିରାଚ୍ଛନ୍ନ ଆକାଶ ପୁଣି ଖଣ୍ଡ ବିଖଣ୍ଡିତ ପ୍ରସ୍ତ ଗୁଡ଼ାକର ମଧ୍ୟରେ ମୋର ତ୍ରାଣକର୍ତ୍ତା ମୁଣ୍ଡ ଝୁଲାଇ ମୃତ୍ୟୁଭୋଗ କଲେ। ତଥାପି ଉନ୍ମୁକ୍ତ ପର୍ଦ୍ଦାଟି ପଥ ଉନ୍ମୋଚନ କଲା ସ୍ୱର୍ଗୀୟ ସକଳ ଆନନ୍ଦ ପୁଣି ଚିରଦିନ ପାଇଁ। Sure, he had to do it. The veil hung between man and God. And that opening veil revealed the way to heaven's joys and endless day. ନିଶ୍ଚିତ ରୂପେ ତାହାଇ ତାଙ୍କୁ ଏହାକୁ ଅବଶ୍ୟ କରିବାକୁ ଥିଲା। ପରମେଶ୍ୱର ଆଉ ମନୁଷ୍ୟ ମଧ୍ୟରେ ବିଚ୍ଛେଦର ପର୍ଦ୍ଦାଟି ଝୁଲୁଥିଲା, ପୁଣି ବିଚ୍ଛେଦ ବସ୍ତ୍ରର ଉତ୍ପାଟନଟି ସ୍ୱର୍ଗର ସକଳ ଆନନ୍ଦ ପୁଣି ଅନନ୍ତ ଜୀବନର ପଥଟିକୁ ଖୋଲି ଦେଇଥିଲା। Calvary means something. Means more than we can express. କାଲବରୀ କୌଣସି ବିଶେଷ ବିଷୟର ଅର୍ଥକୁ ପରିଚିତ କରାଏ। ଆମମାନେ ପ୍ରକାଶ କରି ପାରିବା ଠାରୁ ଅଧିକ କିଛି ଗୂଢ଼ ଅର୍ଥକୁ ପରିଚିତ କରାଏ। Sure, living he loved me. Dying he saved me. Buried he carried my sins far away. ନିଶ୍ଚୟ ଜୀବିତ ଥାଇ ସେ ମୋତେ ସ୍ନେହ କଲେ, ମରି ସେ ମୋତେ ତାରିଲେ, କବରସ୍ଥ ହୋଇ ମୋର ସକଳ ପାପକୁ ସେ ଦୂରେଇ ଦେଲେ। It's been condemned now. Sin has no more hope. When he screamed at the cross, "It's finished." Sin died. God's dead. It's done with. It's powerless. It's lifeless. ଏତେବେଳେ ତାହା ଦଣ୍ଡିତ ହୋଇସାରିଛି। ପାପର ଆଉ କୌଣସି ପ୍ରକାରେ ଅଧିକାର ଶକ୍ତି ନାହିଁ। କ୍ରୁଶ ଉପରେ ସେ ତାହା ସମାପ୍ତ ହେଲା ଏପରି କହି ଯେତେବେଳେ ଚିତ୍କାର କଲେ, ପାପର ବିନାଶ ଘଟିଲା। ଏହା ବର୍ତ୍ତମାନ ମୃତ ଅଟେ। ଏହା ସମୂଳେ ଲୋପ ପାଇଛି। ଏହା ଦୂରେଇ ଯାଇଛି। ଏହା ତ ଶକ୍ତିହୀନ ଅଟେ। ଏହା ତ ଜୀବନ ଶୂନ୍ୟ ଅଟେ। Think of it, people. That sin is the enemy to human beings. Is dead and lifeless. It has no more effect. It can't. ହେ ଜନସମୂହ, ଏ ବିଷୟରେ ଚିନ୍ତା କରି ଦେଖନ୍ତୁ। ସେହି ପାପଟି ମନୁଷ୍ୟ ଜାତିର ଶତ୍ରୁଟି, ତାହା ମୃତ ପୁଣି ନିଷ୍ପ୍ରାଣ ଅଟେ। ଏହା କୌଣସି ପ୍ରକାରର ପ୍ରଭାବ ଆଉ ନାହିଁ। ଏହା କରି ନପାରେ। ସୂର୍ଯ୍ୟ ଆପଣା ତେଜକୁ ଯେ ନିସ୍ତେଜ କରିଥିଲା, ସେଥିରେ ଚକିତ ହେବାର କୌଣସି କାରଣ ନାହିଁ। ତାରା ଗୁଡ଼ାକ ଆଉ ପ୍ରକାଶ ଦେଲେ ନାହିଁ। ସମସ୍ତ ଜଗତଟି ଅନ୍ଧକାରମୟ ହୋଇଗଲା। ଏହି ସମସ୍ତେ ଉଦ୍ଧାର ପାଇଗଲେ। One of the sun shut off its vision. The stars would not shine. The earth turned black. It's all being redeemed. ସୂର୍ଯ୍ୟ ଆପଣା ତେଜକୁ ଯେ ନିସ୍ତେଜ କରି ପକାଇଥିଲା,
ସେଥିରେ ଚକିତ ହେବାର କୌଣସି କାରଣ ନାହିଁ। ତାରା ଗୁଡାକ ଆଉ ପ୍ରକାଶ ଦେଲେ ନାହିଁ। ସମସ୍ତ ଜଗତଟି ଅନ୍ଧକାରମୟ ହୋଇଗଲା। ଏହି ସମସ୍ତେ ଉଦ୍ଧାର ପାଇଗଲେ। Now it's dead. It's buried. It's lifeless. It has no more life in it than it must be buried. ଏତେବେଳେ ତାହା ମୃତ, ତାହା ସମାଧିସ୍ଥ, ତାହା ନିର୍ଜୀବ ଅଟେ। ଏଥିରେ ଜୀବନର କୌଣସି ସତ୍ତା ଆଦୌ ନାହିଁ। ତେବେ ତ ଏହା ସୁନିଶ୍ଚିତ ରୂପେ ସମାଧିସ୍ଥ ହୋଇସାରିଛି। What was buried? The body of God was buried. For it was a sin offering. କଣ କବରସ୍ଥ ହୋଇଥିଲା? ଈଶ୍ୱରଙ୍କ ଶରୀରଟି କବରସ୍ଥ ହୋଇଥିଲା, ଯେହେତୁ ଏହା ପାପର ନିମିତ୍ତ ବଳିଦାନ ଥିଲା। It was a burnt lamb. It was burned up by the fires of iniquity. ଏହା ଦଗ୍ଧୀଭୂତ ହୋଇଥିବା ମେଷ ଶାବକ ଥିଲେ। ଏହା ସକଳ ପ୍ରକାରର ଅପରାଧର ବନ୍ଧୀରେ ଦଗ୍ଧ କରାଯାଇଥିଲେ। That sinless lamb that knows no sin. That God who knows no wrong. His life has been given and there hung the sin offering. ସେହି ନିଷ୍ପାପ ଯୁବା ମେଷ, ଯିଏ ପାପ ବୋଲି କିଛି ଜାଣିନଥିଲେ, ସେହି ପରମେଶ୍ୱର ଯିଏକି ପବିତ୍ର ବ୍ୟକ୍ତି ଥିଲେ, ତାଙ୍କର ଜୀବନଟି ଉତ୍ସର୍ଗିତ ହୋଇଥିଲା। ପୁଣି ପାପର ବଳିଦାନ ସ୍ୱରୂପେ ସେହି ସ୍ଥାନରେ ଝୁଲି ରହିଥିଲା। Buried. He carried my sins far away. He must be buried. The body of the sin offering must be buried. କବରସ୍ଥ ହୋଇ ମୋର ସକଳ ପାପକୁ ସେ ହରିନେଲେ, ବହୁ ଦୂରକୁ ଦୂରେଇ ଦେଲେ। ତାଙ୍କୁ ଅବଶ୍ୟ ସମାଧିସ୍ଥ ହେବାକୁ ଥିଲା। ସେହି ଶରୀରଟି ପାପର ବଳିଦାନଟିକୁ ନିଶ୍ଚିତ ରୂପେ କବରସ୍ଥ ହେବାକୁ ଥିଲା। That's why many after a while will walk one by one to this pool. Amen. To be baptized in the name of Jesus Christ. ସେହି କାରଣ ନିମିତ୍ତ କିଛି କ୍ଷଣ ଉତ୍ତାରେ ଅନେକ ଜଣଙ୍କ ପରେ ଜଣେ ଏହି କୁଣ୍ଡଟି ନିକଟକୁ ଅଗ୍ରସର ହେବେ। ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜ ହେବାକୁ ଆଗେଇ ଆସିବେ। Why? Something has took place. କାହିଁକି? ଯେହେତୁ କୌଣସି ବିଶେଷ ଧରଣର ବିଷୟ ସଂଘଟିତ ହୋଇଥିଲା। That spirit that came out of that body when he screamed, "It's finished," has condemned sin in our body. And we must bury it to be remembered no more. I'm so glad that it is. ସେହି ପ୍ରାଣଟି ଯାହାକି ସେହି ଶରୀରରୁ ନିର୍ଗତ ହେଲା, ତାହା ଯେତେବେଳେ ସମାପ୍ତ ହେଲା, ଏପରି କହି ଚିତ୍କାର କରୁଥିଲେ, ସେତେବେଳେ ଆମମାନଙ୍କ ଶରୀର ସମାଜ ମଧ୍ୟସ୍ଥିତ ସକଳ ପାପକୁ ତଦ୍ୱାରା ଦଣ୍ଡିତ କରିଛନ୍ତି। ପୁଣି ଆମମାନଙ୍କୁ ଅବଶ୍ୟ କବରସ୍ଥ ହେବାକୁ ଅଛି, ଯେପରିକି ତାହା ଆଦୌ ସ୍ମରଣକୁ ଆସିବ ନାହିଁ। ତାହା ଯେ ଏପରି, ସେଥିପାଇଁ ମୁଁ ଆନନ୍ଦିତ। When anything's buried, it's hid. It's out of sight. And buried, he carried my sins far away. କୌଣସି ବସ୍ତୁ ଯେତେବେଳେ କବରସ୍ଥ ହୋଇଛି, ତାହା ଲୁକ୍କାୟିତ ହୋଇଛି, ତାହା ଚକ୍ଷୁର ଦୃଷ୍ଟିକୋଣରୁ ଗୁପ୍ତ ହୋଇ ରହିଛି। ଆଉ ସମାଧିସ୍ଥ ହୋଇ ମୋର ସକଳ ପାପକୁ ବହୁ ଦୂରକୁ ଦୂରେଇ ଦେଲେ। God can see our sins no more, for they are buried. ଆମ୍ଭମାନଙ୍କର ସକଳ ପାପକୁ ଈଶ୍ୱର ଆଉ ସ୍ମରଣ କରନ୍ତି ନାହିଁ, ଯେହେତୁ ସେଗୁଡାକ ସମାଧିସ୍ଥ ହୋଇସାରିଛି। They're buried where? In the sea of forgetfulness. ସେଗୁଡାକ କେଉଁ ସ୍ଥାନରେ କବରସ୍ଥ ହୋଇଛି? କ୍ଷମାଦାନର ସାଗର ମଧ୍ୟରେ ସମାଧିସ୍ଥ ହୋଇଛି। Think of a sea of forgetfulness. God cannot remember them no more because they are both dead and buried. Amen. They cannot be remembered no more. They're out of God's memory. କ୍ଷମାଦାନର ଅତଳ ସାଗର ବିଷୟକୁ ଟିକେ ଚିନ୍ତା କରନ୍ତୁ। ପରମେଶ୍ୱର ସେଗୁଡାକୁ ଆଦୌ ସ୍ମରଣ କରିପାରନ୍ତି ନାହିଁ, ଯେହେତୁ ସେଗୁଡାକ ମୃତ ଓ ସମାଧିସ୍ଥ ଅଟନ୍ତି। ଏପରିକି ସେଗୁଡାକ କଦାପି ସ୍ମରିତ ହୋଇପାରନ୍ତି ନାହିଁ। ସେଗୁଡାକ ଈଶ୍ୱରଙ୍କ ସ୍ମରଣରୁ ବିସ୍ମୃତ ଅଟନ୍ତି। He was also in this burying he represented in the Old Testament. ଏହି କବର ପ୍ରାପ୍ତିର ବିଷୟରେ ସେ ଏପରି ମଧ୍ୟ ଥିଲେ। ସେ ତ ପୁରାତନ ନିୟମର ପ୍ରତିନିଧିତ୍ୱ କରୁଥିଲେ। They had a sin offering at the cleansing of the sanctuary. ସେମାନେ ଉଭୟଟିକୁ ଲାଭ କରିଥିଲେ। ପବିତ୍ର ସ୍ଥାନକୁ ପରିଷ୍କାର କରିବା ଉପଲକ୍ଷେ ସେମାନେ ପାପର ବଳିଦାନଟିକୁ ଲାଭ କରିଥିଲେ। And that sin offering was that they taken two goats
And one goat was killed. And the other goat had the sins that was placed upon the dead goat put upon the live goat. ଆଉ ପାପର ସେ ବଳିଦାନଟି ଏପରି ଥିଲା, ସେମାନେ ଦୁଇଟି ନିର୍ଦ୍ଦୋଷ ଛାଗକୁ ନେଉଥିଲେ, ତତ୍ପରେ ଗୋଟିଏ ଛାଗକୁ ବଳିଦାନ କରାଯାଉଥିଲା, ପୁଣି ଅନ୍ୟ ଛାଗଟି ସେ ମୃତ ଛାଗଟିର ଉପରେ ଯେ ସକଳ ପାପକୁ ଲଦି ଦିଆଯାଉଥିଲା ସେଗୁଡ଼ିକୁ ଏହି ଜୀବିତ ଛାଗଟିର ଉପରେ ନ୍ୟସ୍ତ କରାଯାଉଥିଲା। Remember, Jesus was a sheep. He was a lamb. But in this case, he became a goat. He was righteousness because he was God, the sheep, but he became a goat, sin, that he might be the sin offering for me and you. From a sheep to a goat. ଏହାକୁ ମନେ ପକାନ୍ତୁ, ଯୀଶୁ ଏକ ମେଷ ଶାବକ ଥିଲେ, ସେ ମେଷ ଛୁଆଟିଏ ଥିଲେ, ମାତ୍ର ଏହି କ୍ଷେତ୍ରରେ ସେ ଏକ ଛାଗ ହୋଇଥିଲେ। ସେ ଧାର୍ମିକ ଥିଲେ, ଯେହେତୁ ସେ ପରମେଶ୍ୱର ଥିଲେ, ସେ ମେଷ ଥିଲେ, ମାତ୍ର ସେ ଛାଗଟିଏ ହୋଇଥିଲେ, ପାପ ସ୍ୱରୂପ ହୋଇଥିଲେ, ଯେପରିକି ଏକ ମେଷରୁ ଏକ ଛାଗରେ ପରିବର୍ତ୍ତିତ ହୋଇ ସେ ମୋହର ଆଉ ଆପଣମାନଙ୍କର ପାପର ପ୍ରାୟଶ୍ଚିତ ସ୍ୱରୂପ ହୋଇପାରନ୍ତି। Jesus was representing both the animals, both goats. ପୁଣି ଯୀଶୁଖ୍ରୀଷ୍ଟ ଉଭୟ ପଶୁଙ୍କୁ ଦୁଇଟି ଯାକ ଛାଗକୁ ପ୍ରତିନିଧିତ୍ୱ କରୁଥିଲେ। For one, he died. He died for the atonement. The second, the sins from the atonement was put on the scapegoat. And the scapegoat took the sins of the people and went far into the wilderness to bear the sins of the people. ଯେହେତୁ ପ୍ରଥମଟିରେ ସେ ମୃତ୍ୟୁଭୋଗ କଲେ, ସେ ପ୍ରାୟଶ୍ଚିତ ସ୍ୱରୂପ ହୋଇ ମୃତ୍ୟୁବରଣ କଲେ, ଆଉ ଦ୍ୱିତୀୟଟି ବଳୀକୃତ ହୋଇଥିବା ପଶୁଟିର ଉପରୁ ସକଳ ପ୍ରକାରର ପାପକୁ ଦୋଷୀକୃତ ହୋଇଥିବା ଛାଗଟିର ଉପରେ ନ୍ୟସ୍ତ କରାଗଲା। ପୁଣି ଦୋଷୀକୃତ ଏହି ଛାଗଟି ଲୋକମାନଙ୍କର ସକଳ ପାପକୁ ବୋହି ନେଲା, ପୁଣି ସୁଦୂରବର୍ତ୍ତୀ ଅରଣ୍ୟ ମଧ୍ୟକୁ ଚାଲିଗଲା, ଲୋକମାନଙ୍କ ସକଳ ପାପକୁ ବୋହି ନେବା ନିମନ୍ତେ ସେପରି ହୋଇଥିଲା। What was it? It was the death and the burial of our Lord Jesus. Dying, living, he loved me. Dying, he saved me. Buried, he carried my sins far away. ଏହା କିପରି ଧରଣ ଏକ ବିଷୟ ଥିଲା? ଏହା ତ ଆମମାନଙ୍କ ପ୍ରଭୁ ଯୀଶୁଙ୍କର ମୃତ୍ୟୁ ଆଉ କବର ପ୍ରାପ୍ତିର ନିଦର୍ଶନ ସୂଚକ ଥିଲା। ମୃତ୍ୟୁ ଭୋଗର ଉଦ୍ଦେଶ୍ୟ ଥିଲା, ଜୀବିତ ଥାଇ ସେ ମୋତେ ପ୍ରେମ କଲେ, ମରି ସେ ମୋତେ ଉଦ୍ଧାର କଲେ, ସମାଧିସ୍ଥ ହୋଇ ସେ ମୋର ସକଳ ପାପକୁ ବହୁ ଦୂରକୁ ଘେନିଗଲେ। He took the sins of the people upon himself and carried them plumb down into the lowest of Hades. ସେ ଆପଣାରୁ ଲୋକମାନଙ୍କ ସକଳ ପାପକୁ ବୋହି ନେଲେ, ଆଉ ସେଗୁଡ଼ିକୁ ନରକର ସବୁଠାରୁ ଗଭୀର ସ୍ଥାନକୁ ବୋହି ନେଇ ସେଗୁଡ଼ାକୁ ସେଠାରେ ସମାଧିସ୍ଥ କଲେ। He was the sin offering. He had the sins of the people. He died for them, and also the sins was placed upon him, and he took our sins far away. So far that God can never see them no more. ସେ ତ ପାପର ବଳିଦାନଟି ଥିଲେ। ସେ ମନୁଷ୍ୟ ଜାତିର ସକଳ ପାପକୁ ବହନ କଲେ, ସେ ସେମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଆହୁରି ମଧ୍ୟ ତାଙ୍କ ପରେ ସକଳ ପାପକୁ ଲଦାଗଲା। ପୁଣି ସେ ଆମମାନଙ୍କ ସକଳ ପାପକୁ ବହୁ ଦୂରକୁ ବୋହି ନେଲେ, ଏତେ ଦୂରକୁ ବୋହି ନେଲେ ଯେ ଈଶ୍ୱର ସେଗୁଡ଼ାକୁ ଆଉ କଦାପି ମନେ ପକାଇ ପାରନ୍ତି ନାହିଁ। Think of it. Oh, the church could scream, hallelujah for such a Savior. ଏହା ଉପରେ ବିଚାର କରି ଦେଖନ୍ତୁ, ଆହେ ମଣ୍ଡଳୀ, ସେପରି ଜଣେ ଉଦ୍ଧାରକର୍ତ୍ତାଙ୍କ ନିମନ୍ତେ ହାଲେଲୁୟା କହି ଚିତ୍କାର ଉଠନ୍ତା, ସେପରି ଚିତ୍କାର କରିପାରନ୍ତା। Not only is our sins forgiven, but they are buried in the sea of forgetfulness to be remembered no more. Buried, he carried our sins far away. ଆମ୍ଭମାନଙ୍କର ସକଳ ପାପ ଯେ କେବଳ କ୍ଷମାଲାଭ କରି ସେପରି ନୁହେଁ, ମାତ୍ର ଆଉ କଦାପି ଯେପରି ସ୍ମରିତ ନ ହୁଏ, ତେଣୁ ସେଗୁଡ଼ାକ କ୍ଷମାଦାନର ଅତଳ ସାଗର ମଧ୍ୟରେ ସମାଧିସ୍ଥ ହୋଇଛି। କବରସ୍ଥ ହୋଇ ସେ ଆମମାନଙ୍କ ସକଳ ପାପକୁ ବହୁ ଦୂରକୁ ଘେନିଗଲେ। No more can they be remembered, for they are gone. They're out of the eyes of God. They're paralyzed. They're divorced. They're put away. God don't remember them no more. ସେଗୁଡ଼ାକ ଆଉ କଦାପି ସ୍ମରିତ ହେବେ ନାହିଁ, ଯେହେତୁ ସେଗୁଡ଼ାକ ନିଶ୍ଚିହ୍ନ ହୋଇସାରିଛି। ସେଗୁଡ଼ାକ ଈଶ୍ୱରଙ୍କ ଦୃଷ୍ଟିରୁ ଦୂରୀଭୂତ ହୋଇଛି।
ସେଗୁଡ଼ାକ ନିଷ୍କ୍ରିୟ ହୋଇସାରିଛି, ସେଗୁଡ଼ାକ ପରିତ୍ୟକ୍ତ ହୋଇସାରିଛି, ସେଗୁଡ଼ାକ ଦୂରେଇ ଯାଇଛି। ପରମେଶ୍ୱର ସେଗୁଡ଼ାକୁ ଆଉ କଦାପି ସ୍ମରଣରେ ଆଣନ୍ତି ନାହିଁ। But the church ought to rejoice this morning. Know that our sins will no more be remembered. They are put in the sea of forgetfulness, into the grave of beyond any resurrection. They are dead forever and forgotten about. They are if they had never happened. କଣ ଆମମାନଙ୍କ ସକଳ ପାପ ଯେ ସ୍ମରିତ ହୁଏ ନାହିଁ, ଏ ନିମନ୍ତେ ମଣ୍ଡଳୀକୁ ନିଶ୍ଚିତ ରୂପେ ଆନନ୍ଦିତ ହେବା କଣ ବିହିତ ନୁହେଁ? ସେଗୁଡ଼ାକୁ କ୍ଷମାର ଅତଳ ସାଗର ମଧ୍ୟରେ ନିକ୍ଷେପ କରାଯାଇଛି। କୌଣସି ପ୍ରକାର ଉତ୍ଥିବିତ ନ ହେବାକୁ ଥିବା ଦୂରବର୍ତ୍ତୀ କବର ମଧ୍ୟରେ କବରସ୍ଥ ହୋଇସାରିଛି। ସେଗୁଡ଼ାକ ଚିରଦିନ ନିମନ୍ତେ ମୃତ ଅଟନ୍ତି, ପୁଣି ସଦାକାଳ ନିମନ୍ତେ ବିସ୍ମୃତ ଅଟନ୍ତି। ସେଗୁଡ଼ାକ ଏପରି ହୋଇସାରିଛି ଯେପରିକି ଆଦୌ ପାପ କରାଯାଇ ନଥିଲା। Dying, he saved me, but buried, he carried my sins far away. He carried them so far till they went into the sea of forgiveness. ମୃତ୍ୟୁ ଭୋଗ କରି ସେ ମୋତେ ତାରିଲେ, କିନ୍ତୁ କବରସ୍ଥ ହୋଇ ସେ ମୋର ସକଳ ପାପକୁ ବହୁ ଦୂରକୁ ବୋହି ନେଲେ। ସେଗୁଡ଼ାକୁ ଏତେ ଦୂରକୁ ବୋହି ନେଲେ ଯେ ଅବଶେଷରେ ସେଗୁଡ଼ାକ କ୍ଷମାଦାନର ଅତଳ ସାଗର ମଧ୍ୟକୁ ଚାଲିଗଲା। Oh, we know that those things are most surely believed among us, and they're most surely the truth. They're God's truth. Amen. ଆହେ, ସେଗୁଡ଼ାକ ଯେ ଅତି ନିଶ୍ଚିତ ରୂପେ ଆମମାନଙ୍କ ମଧ୍ୟରେ ବିଶ୍ୱାସ କରାଯାଇଅଛି ତାହାକୁ ମୁଁ ଜାଣେ। ପୁଣି ସେଗୁଡ଼ାକ ନିଶ୍ଚିତ ରୂପେ ଅତି ସତ୍ୟନିଷ୍ଠ ଭରସା ଅଟେ। ସେଗୁଡ଼ାକ ପରମେଶ୍ୱରଙ୍କର ସତ୍ୟତାର ପରିଚୟ ଅଟେ। All those great things were beyond human expression. We could never express our gratitude for such things. ସେହି ସବୁ ମହତ୍ ବିଷୟ ମନୁଷ୍ୟର ଭାବ ପ୍ରକାଶରୁ ଦୂରେଇ ରହିଥିଲା। ସେହିପରି ଧରଣର ବିଷୟଗୁଡ଼ାକ ନିମନ୍ତେ ଆମମାନେ ଆପଣମାନଙ୍କର କୃତଜ୍ଞତାକୁ ଆଦୌ ପ୍ରକାଶ କରିପାରିବା ନାହିଁ। But oh, that Easter, rising he justified. Freely forever. ତଥାପି ଓହୋ, ସେହି ଇଷ୍ଟର ଅବସରରେ ଉତ୍ଥାପିତ ହୋଇ ସେ ଚିରଦିନ ପାଇଁ ଧାର୍ମିକ ବୋଲି ଗଣ୍ୟ ହେଲେ। Living he loved me. Dying he saved me. Buried he carried my sins far away. That was all right. But rising he justified. ଜୀବିତ ଥାଇ ସେ ମୋତେ ସ୍ନେହ କଲେ, ମରି ସେ ମୋତେ ତାରିଲେ, କବରସ୍ଥ ହୋଇ ସେ ମୋର ସକଳ ପାପକୁ ବହୁ ଦୂରକୁ ବୋହି ନେଲେ। ତାହା ସମ୍ପୂର୍ଣ୍ଣ ରୂପେ ନ୍ୟାୟସଙ୍ଗତ ଥିଲା। ମାତ୍ର ଉତ୍ଥାପିତ ହୋଇ ସେ ଧାର୍ମିକ ବୋଲି ଗଣ୍ୟ ହେଲେ। What was that raising up? It was God's receipt that the bill's been paid. Rising he justified. Freely forever. Oh, what a Savior. Rising. ଉତ୍ଥାପିତ ହୋଇଥିବା ସତ୍ତାଟି କ'ଣ ଥିଲା? ତାହା ତ ପରମେଶ୍ୱରଙ୍କ ରସିଦ ଥିଲା, ଅର୍ଥାତ୍ ମୂଲ୍ୟର ବିଲ୍ଟି ପରିଶୋଧ ହୋଇସାରିଥିବା ଏକ ପ୍ରମାଣ ଥିଲା। ଉତ୍ଥାପିତ ହୋଇ ସେ ସବୁଦିନ ପାଇଁ ଅକ୍ଲେଶରେ ନ୍ୟାୟ ରୂପେ ବିବେଚିତ ହେଲେ। ଆହେ, କି ପ୍ରକାର ଧରଣର ତାଳକର୍ତ୍ତା ଉତ୍ଥାପିତ ହୋଇଥିଲେ ସତେ! What had God done? A man can suffer. A man can die. A man can be buried. But Easter was the greatest of them all, for it was God's endorsement. Amen. My laws has been met. My requirements has been met. That's Him. Rose Him up from the dead. ଈଶ୍ୱର କି ପ୍ରକାର କର୍ମକୁ କରିଥିଲେ? କେହି ଜଣେ ମନୁଷ୍ୟ କଷ୍ଟ ସହିପାରନ୍ତି, ଜଣେ ମନୁଷ୍ୟ ମୃତ୍ୟୁବରଣ କରିପାରନ୍ତି, ଜଣେ ମନୁଷ୍ୟ କବରସ୍ଥ ହୋଇପାରନ୍ତି। ତଥାପି ଈଷ୍ଟରର ଏହି ସବୁରୁ ସର୍ବଶ୍ରେଷ୍ଠ ଘଟଣା ଅଟେ, ଯେହେତୁ ଏହା ପରମେଶ୍ୱରଙ୍କ ଆଡୁ ଅନୁମୋଦନର ବ୍ୟବସ୍ଥା ଥିଲା। ମୋର ବ୍ୟବସ୍ଥାଟି ସଫଳ ହୋଇସାରିଛି। ପୁଣି ମୋର ସକଳ ଆବଶ୍ୟକ ବିଷୟ ଯାହାକି ତାଙ୍କରି ପାଇଁ ରହିଥିଲା ତାହା ସଫଳ ହୋଇସାରିଛି। ସେ ତାହାଙ୍କୁ ମୃତ୍ୟୁରୁ ଉତ୍ଥାପିତ କରିଥିଲେ। Rising, He justified. Amen. Freely forever. Hallelujah. Amen. Blessed be His holy name. Hallelujah. ତଥାପି ଉତ୍ଥାପିତ ହୋଇ ଚିରଦିନ ପାଇଁ ଅକ୍ଲେଶରେ ନ୍ୟାୟ ରୂପେ ବିବେଚିତ ହେଲେ। ତାଙ୍କରି ପବିତ୍ର ନାମଟି
ଆଶିଷିତ ହେଉ। No wonder it brings emotions. No wonder the human heart cannot contain it. ଏହା ଯେ ସକଳ ପ୍ରକାରର ଉତ୍ତେଜନାକୁ ପରିଚିତ କରାଏ, ସେଥିରେ ଚକିତ ହେବାର କିଛି କାରଣ ନାହିଁ। ମନୁଷ୍ୟ ହୃଦୟଟି ଯେ ଏହାକୁ ଧାରଣ କରି ନପାରେ, ସେଥିରେ ଚକିତ ହେବାର କିଛି ନାହିଁ। Oh, with our conquering faith, we can stand under it and say we're justified forever freely. Hallelujah. Because He died and was buried, and God raised Him up again on Easter morning. Amen. Yes. Hallelujah. Then God showed that it was accepted. All the things that He did, everything's freely paid. You can go free now. Why did He justified? Really forever. आहे ଆମମାନଙ୍କ ବିଜୟୀ ବିଶ୍ୱାସ ସହିତ ଆମେ ଦୃଢ଼ରେ ବିସ୍ମିତ ହୋଇ ଠିଆ ହୋଇ ରହିପାରୁ, ଆଉ କହିପାରୁ ଆମମାନେ ଅକ୍ଲେଶରେ ଚିରଦିନ ପାଇଁ ଧାର୍ମିକ ବୋଲି ବିଚାରିତ ହୋଇଛୁ। ଯେହେତୁ ସେ ମଲେ, ପୁଣି କବରସ୍ଥ ହେଲେ, ପୁଣି ଇଷ୍ଟର ପ୍ରାତଃକାଳରେ ପରମେଶ୍ୱର ତାଙ୍କୁ ପୁନଃ ଉତ୍ଥାପିତ କଲେ। ତତ୍ପରେ ଏହା ଯେ ଗ୍ରହଣ କରାଗଲା, ତାହାକୁ ଈଶ୍ୱର ଦର୍ଶାଇଲେ। ଯାହା କିଛି କାର୍ଯ୍ୟକୁ ସେ ସମ୍ପୂର୍ଣ୍ଣ କରିଥିଲେ, ତାହାକୁ ସେ ଗ୍ରହଣ କଲେ ବୋଲି ଈଶ୍ୱର ଦର୍ଶାଇଲେ। ସବୁ କିଛି ବିଷୟ ବିନା ମୂଲ୍ୟରେ ପରିଶୋଧ କରାଗଲା। ବର୍ତ୍ତମାନ ଆପଣମାନେ ସ୍ୱତନ୍ତ୍ର ହୋଇ ଚାଲିଯାଇପାରନ୍ତି। ଉତ୍ଥିତ ହୋଇ ଚିରଦିନ ପାଇଁ ସେ ନ୍ୟାୟ ରୂପେ ବିଚାରିତ ହେଲେ। Oh, no one can never know. Amen. Can never think of that great day when He rose up and the angels saw it. Hallelujah. In the heavens of heavens, the angels sang the praises of God and Glory. rejoiced while the Old Testament saints in paradise shouted hallelujah. Hallelujah. Rising, He justified. आहे କେହି ଜଣେ ବ୍ୟକ୍ତି ତାହାକୁ ବୁଝିପାରେ ନାହିଁ। ପୁଣି ଯେଉଁଦିନ ସେ ଉତ୍ଥାପିତ ହେଲେ, ସେହି ଦିନଟିକୁ ଆଦୌ ବୁଝିପାରନ୍ତି ନାହିଁ। ତତ୍ପରେ ସ୍ୱର୍ଗଦୂତ ଜଣକ ଏହାକୁ ଦେଖିଥିଲେ। ସ୍ୱର୍ଗର ଉପରିସ୍ଥ ସ୍ୱର୍ଗରେ ଦୂତଗଣ ଈଶ୍ୱରଙ୍କ ମହିମାର ଗୀତକୁ ଗାନ କରିଥିଲେ, ପୁଣି ପୁଲକିତ ହୋଇଥିଲେ। ଯେତେବେଳେ ସ୍ୱର୍ଗରେ ପୁରାତନ ନିୟମର ସାଧୁଗଣ ହାଲେଲୁୟାର ଜୟଧ୍ୱନି କରିଥିଲେ, ଉତ୍ଥାପିତ ହୋଇ ସେ ଧାରି ବୋଲି ବିଚାରିତ ହେଲେ। The heavens shook, the earth shook, paradise shook, and hell shook. When that great voice come forth, up from the grave He arose. Holy. Hallelujah. Rising, He justified. Freely forever. Oh my. Hey. ସ୍ୱର୍ଗ କମ୍ପମାନ ହେଲା, ପୃଥିବୀଟି କମ୍ପମାନ ହେଲା, ସ୍ୱର୍ଗାଲୋକ କମ୍ପମାନ ହେଲା, ପୁଣି ସ୍ୱର୍ଗର ସ୍ୱର୍ଗ କମ୍ପମାନ ହେଲା। ଯେତେବେଳେ ସେହି ମହାନ ରବଟି କବରରୁ ଶୁଣାଯାଇଥିଲା ଯେ ସେ ଉତ୍ଥାପିତ ହେଲେ, ଉତ୍ଥାପିତ ହୋଇ ସେ ଚିରଦିନ ପାଇଁ ନ୍ୟାୟ ରୂପେ ବିବେଚିତ ହେଲେ। आहे କି ଆଶ୍ଚର୍ଯ୍ୟଜନକ। And the saints that died in Him can sing this. Oh, When we look at that amazing grace yonder, what He did. Hallelujah. See, God's sealed endorsement. ତତ୍ପରେ ସେହି ସାଧୁଗଣ ଯେଉଁମାନେ ତାଙ୍କଠାରେ ଥାଇ ମରିଥିଲେ, ଏହି ସଙ୍ଗୀତକୁ ଗାନ କରିପାରନ୍ତି। ପୁଣି ସେ ଯାହା କିଛି କାର୍ଯ୍ୟ କରିଥିଲେ, ଯେତେବେଳେ ଆମମାନେ ସୁଦୂରରେ ସେହି ମହାଶ୍ଚର୍ଯ୍ୟ ଅନୁଗ୍ରହକୁ ଦେଖିଥାଉ, ସେତେବେଳେ ଗୀତଟିକୁ ଗାନ କରିଥାଉ। ବୁଝନ୍ତି ତ, ପରମେଶ୍ୱର ମୋହରଟିକୁ ଅନୁମୋଦନ କରିଥିଲେ। A little while and the world will see Me no more, yet you'll see Me, for I'll raise from the dead be with you, even in you, to the end of the world, as a confirmation and a verification that what God said is true and what I say is true. Hallelujah. Jesus said, ମାତ୍ର ଅଳ୍ପ ସମୟ ରହିଲା, ଜଗତ ମୋତେ ଆଉ ଦେଖିବ ନାହିଁ, ମାତ୍ର ତୁମ୍ଭେମାନେ ମୋତେ ଦେଖିବ, ଯେହେତୁ ମୁଁ ମୃତ୍ୟୁରୁ ଉତ୍ଥିତ ହେବି, ଆଉ ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଥିବି। ପୁଣି ଈଶ୍ୱର ଯାହା କିଛି କହିଥିଲେ ତାହା ଯେ ନିରାଟ ସତ୍ୟ କଥା, ପୁଣି ମୁଁ ଯାହା କିଛି କହିଅଛି ତାହା ଯେ ନିରାଟ ସତ୍ୟ କଥା ଅଟେ, ଏହା ତାହାର ଦୃଢ଼ୀକରଣ ଓ ସମର୍ଥନ ଅଟେ ବୋଲି ଯୀଶୁ କହିଥିଲେ। ମୁଁ ପବିତ୍ର ଆତ୍ମାଙ୍କ ରୂପରେ ଆସିବି, ମୁଁ ମୋର ନିବାସ ସ୍ଥାନକୁ ତୁମମାନଙ୍କ ସହିତ ରଖିବି, ପୁଣି ଚିରଦିନ ପର୍ଯ୍ୟନ୍ତ ତୁମମାନଙ୍କ ସହିତରେ ବାସ କରିବି। I'll come in the form of the Holy Spirit. I will make my abode with you and live with you forever. Amen. ମୁଁ ପବିତ୍ର ଆତ୍ମାଙ୍କ ରୂପରେ ଆସିବି, ମୋର ନିବାସ ସ୍ଥାନକୁ ତୁମମାନଙ୍କ ସହିତ ରଖିବି, ପୁଣି ଚିରଦିନ ପର୍ଯ୍ୟନ୍ତ ତୁମମାନଙ୍କ ସହିତରେ ବାସ କରିବି।
then the saints who has that resurrection hope in their heart can sing this song. Glory to Oh, God. that bright and cloudless morning when the dead in Christ shall rise and the glory of His resurrection share. Amen. When His chosen ones shall gather to their home beyond the sky. ପୁଣି ସେହି ସାଧୁଗଣ ଯେଉଁମାନେ ଆପଣମାନଙ୍କ ହୃଦୟ ମଧ୍ୟରେ ସେହି ପୁନରୁତ୍ଥାନ ଆଶାକୁ ପୋଷଣ କରି ରହିଛନ୍ତି ଏହି ଗୀତଟିକୁ ଗାନ କରିପାରିବେ। ତଥାପି ସେହି ନିର୍ମଳ ପୁଣି ଆଲୋକିତ ପ୍ରଭାତରେ ଖ୍ରୀଷ୍ଟରେ ମରିଥିବା ଲୋକେ ଏବେ ଉତ୍ଥିତ ହେବେ, ପୁଣି ତାଙ୍କରି ପୁନରୁତ୍ଥାନର ମହିମାକୁ ଅଂଶୀ ହେବେ, ଆଉ ତାଙ୍କରି ମନୋନୀତଗଣ ଦୂର ଦିଗ୍ବଳୟର ନିବାସରେ ଏକାଠି ରହିବେ। ଏକ ସିଦ୍ଧ ଭରସା ଈଶ୍ୱରଙ୍କ ମୋହର ସହିତ With the perfect assurance, Amen. with the seal of God, Hallelujah. with the written receipt from God Himself, when the roll is called up yonder, I'll be there. Amen. ଏକ ସିଦ୍ଧ ଭରସା ଈଶ୍ୱରଙ୍କ ମୋହର ସହିତ ପୁଣି ସ୍ୱୟଂରୁ ଈଶ୍ୱରଙ୍କ ଦ୍ୱାରା ଦତ୍ତ ଲିଖିତ ନିୟମାବଳୀ ସହିତ ଥାଇ ଯେତେବେଳେ ନାମ ଡକାଯିବ ମୁଁ ସେଠାରେ ଉପସ୍ଥିତ ଥିବି। Oh, Hallelujah to the Lamb of God. oh, no wonder He said, living, He loved me. Dying, He saved me. Buried, He carried my sins far away. Hallelujah. Oh, rising, He justified freely forever. ସେମାନେ ଯେ ଏପରି କହିଥିଲେ ସେଥିରେ ଚକିତ ହେବାର କିଛି ନାହିଁ। ଜୀବିତ ତାହି ସେ ମୋତେ ସ୍ନେହ କଲେ, ମରି ସେ ମୋତେ ତାରିଲେ, କବରସ୍ଥ ହୋଇ ମୋର ସକଳ ପାପକୁ ସେ ଦୂରେଇ ଦେଲେ, ଉତ୍ଥାପିତ ହୋଇ ଚିରଦିନ ପାଇଁ ମୁକ୍ତ ବୋଲି କହି ପରିଚିତ କଲେ। Sins are pardoned. All these sacrifices could have been mythical. All these sacrifices could have paled. But on Easter morning when He rose up, God proved that He accepted it. Amen. ଆହେ ଏକ ମହିମାମୟ ଦିନରେ ସେ ପୁଣି ଆସୁଅଛନ୍ତି। ସକଳ ପାପ କ୍ଷମା କରାଯାଇ ସାରିଅଛି। ଏହି ସକଳ ବଳିଦାନ କାଳ୍ପନିକ ବୋଲି ବିବେଚିତ ହୋଇପାରିଥାନ୍ତା, ଏହି ସକଳ ବଳିଦାନ ଅସଫଳ ବୋଲି ବିବେଚିତ ହୋଇପାରିଥାନ୍ତା। ମାତ୍ର ଇଷ୍ଟର ପ୍ରାତଃ କାଳରେ ସେ ଯେତେବେଳେ ଉତ୍ଥିତ ହେଲେ, ସେ ଯେ ଏହାକୁ ସ୍ୱୀକାର କଲେ, ପରମେଶ୍ୱର ତାହା ଅନୁମୋଦନ କଲେ। Wonder it brings the human heart to a hallelujah. No wonder it makes men stand in the face of death. Amen. Makes the people call those things which were not as though they were. ମନୁଷ୍ୟ ଜାତିର ହୃଦୟରେ ଏହା ଯେ ହାଲେଲୁୟାର ଗୁଞ୍ଜନକୁ ସୃଷ୍ଟି କରିପାରେ, ସେଥିପାଇଁ ଚକିତ ହେବାର କୌଣସି କାରଣ ନାହିଁ। ଏହା ଯେ ସକଳ ମନୁଷ୍ୟଙ୍କୁ ମୃତ୍ୟୁର ସମ୍ମୁଖରେ ଦଣ୍ଡାୟମାନ କରିଥାଏ, ସେଥିରେ ବିସ୍ମୟ ପ୍ରକାଶ କରିବାର କିଛି କାରଣ ନାହିଁ। ନଥିବା ବସ୍ତୁକୁ ଥିବା ବସ୍ତୁ ପରି ଭରସା କରିବାକୁ ଲୋକମାନଙ୍କୁ ଆଗ୍ରହୀ କରିଥାଏ। Why? Rising, He justified. How do you know He's raised? Because He's risen in our hearts. Amen. Justified. Freely forever. ତଥାପି କାହିଁକି ଉତ୍ଥାପିତ ହୋଇ ସେ ଧାର୍ମିକ ବୋଲି ଗଣନା କରାଗଲେ? ସେ ଯେ ଉତ୍ଥିତ ହୋଇଅଛନ୍ତି ଏହାକୁ ଆପଣ କିପରି ଭାବେ ଜାଣନ୍ତି? କାରଣ ସ୍ୱତନ୍ତ୍ର ରୂପେ ଧାର୍ମିକ ରୂପେ ଗଣ୍ୟ ହେବା ଯୋଗୁଁ ସେ ଆମ ହୃଦୟରେ ଉତ୍ଥାପିତ ହୋଇଅଛନ୍ତି। 40 days later, when He was standing talking to His children, gravitation began to lose its hold. Amen. The work was finished. The penalty was paid. He had the receipt in His hand. It was God's receipt. 40 ଦିନ ଉତ୍ତାରେ ଆପଣଙ୍କ ସନ୍ତାନମାନଙ୍କ ଗହଣରେ ଉପସ୍ଥିତ ଥାଇ ସେ ସେମାନଙ୍କ ସହିତ କଥାବାର୍ତ୍ତା ହେଉଥିବା ସମୟରେ ମାଧ୍ୟାକର୍ଷଣ ଶକ୍ତି ଆପଣଙ୍କ ଅଧିକାରକୁ ହରାଇବାରେ ଲାଗିଲା। ସକଳ କର୍ମ ସମାପ୍ତ ହେଲା। ଦଣ୍ଡ ବିଧାନର ମୂଲ୍ୟ ପରିଶୋଧ ହୋଇଗଲା। ଆପଣଙ୍କ ହସ୍ତରେ ସେ ରସିଦଟିକୁ ଧାରଣ କରିନେଲେ। ତାହା ଈଶ୍ୱର ଦତ୍ତ ରସିଦ ଥିଲା। He had the children, the church, the believers. All sin was conquered. The path was made clear. He could stay on earth no more. ତାଙ୍କର ସନ୍ତାନମାନଙ୍କ ନିମନ୍ତେ, ମଣ୍ଡଳୀ ନିମନ୍ତେ, ବିଶ୍ୱାସୀଙ୍କ ନିମନ୍ତେ ତାହା ଥିଲା। ସକଳ ପାପକୁ ପରାସ୍ତ କରାଗଲା, ପଥଟିକୁ ଉନ୍ମୁକ୍ତ କରାଗଲା। ସେ ଜଗତ ପୃଷ୍ଠରେ ସ୍ଥାନାଧିକାର କରି ଆଉ ରହିପାରିଲା ନାହିଁ। What holds us here? Gravitation. Gravitation began to break. It lost its grip. Why? It's all over then. What happened? He began to rise from the earth. ଏଠାରେ ଏହି ଜଗତ ପୃଷ୍ଠରେ
ଆମମାନଙ୍କୁ କିଏ ଅଟକାଇ ରଖିଥାଏ? ତାହା ତ ମାଧ୍ୟାକର୍ଷଣ ଶକ୍ତି ଅଟେ। ମାଧ୍ୟାକର୍ଷଣ ଶକ୍ତିଟି ଅଧିକାର ମୁକ୍ତ ହୋଇଥାଏ। ଏହା ଆପଣାର ପରାକ୍ରମକୁ ହରାଇ ବସିଲା। କାହିଁକି? ତେବେ ତ ଏହି ସବୁର ଶେଷ ହୋଇଗଲା। କ'ଣ ଘଟିଲା? ସେ ଜଗତରୁ ଊର୍ଦ୍ଧ୍ୱକୁ ଉତ୍ଥିତ ହେବାକୁ ଆରମ୍ଭ କରନ୍ତି। Go ye into all the world and preach the gospel to every creature. Come forth the uttering of his lips. ତୁମମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବ ଜାତି ନିକଟରେ ସୁସମାଚାର ଘୋଷଣା କର। ଏହା ତାଙ୍କର ଓଷ୍ଠାଧରର ବାକ୍ୟରୁ ଆଦେଶ ନିର୍ଗତ ହୋଇଥିଲା। Go into all the world and preach the gospel to every creature. He that believeth and is baptized shall be saved. He that believeth not shall be damned. And these signs shall follow them that believe. ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବ ଜାତି ନିକଟରେ ସୁସମାଚାର ଘୋଷଣା କର। ଯେ ବିଶ୍ୱାସ କରି ବାପ୍ତିତ ହୁଏ ସେ ପରିତ୍ରାଣ ପାଇବ, କିନ୍ତୁ ଯେ ବିଶ୍ୱାସ କରେ ସେ ଦଣ୍ଡାଜ୍ଞା ପାଇବ। ଆଉ ବିଶ୍ୱାସୀମାନଙ୍କର ଏହି ସବୁ ଚିହ୍ନ ଅନୁବର୍ତ୍ତୀ ହେବ। In my name they shall cast out evil spirits. They shall speak with new tongues. If they should take up serpents or great deadly things, it shall not harm them. Amen. If they lay their hands on the sick, they shall recover. ସେମାନେ ମୋ ନାମରେ ଭୂତ ଛଡ଼ାଇବେ, ନୂତନ ନୂତନ ଭାଷାରେ କଥା କହିବେ, ହସ୍ତରେ ସର୍ପ ଧରିବେ, ପୁଣି ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ। ସେମାନେ ପୀଡ଼ିତମାନଙ୍କ ଉପରେ ହସ୍ତ ଥୋଇଲେ ସେମାନେ ସୁସ୍ଥ ହେବେ। Because I live, gravitation's broke away from me. Sin had no hope. I died for you. God proved it and give the resurrection receipt. ଯେହେତୁ ମୁଁ ଜୀବିତ ଅଟେ, ମୋଠାରେ ମାଧ୍ୟାକର୍ଷଣ ଶକ୍ତି ହାରିଯାଇଛି, ପାପର କୌଣସି ଅଧିକାର ଆଉ ରହିନାହିଁ। ମୁଁ ତୁମ ନିମନ୍ତେ ମୃତ୍ୟୁବରଣ କରିସାରିଛି। ପରମେଶ୍ୱର ଏହାକୁ ପ୍ରମାଣ ସିଦ୍ଧ କରିଅଛନ୍ତି। ପୁଣି ପୁନରୁତ୍ଥାନର ଦସ୍ତାବେଜ ସମ୍ବଳିତ ରସିଦକୁ ପ୍ରଦାନ କରିଅଛନ୍ତି। And because I live, you live also. Someday I will return. Someday he's coming, oh glorious day. ଆଉ ମୁଁ ଯେହେତୁ ଜୀବିତ, ତୁମମାନେ ମଧ୍ୟ ଜୀବିତ ଅଟ। ଏକଦା କୌଣସି ଏକ ଦିନ ମୁଁ ପୁନଶ୍ଚ ଫେରି ଆସିବି। ଏକଦା ସେ ଆସୁଅଛନ୍ତି। ଆହେ ମହିମା ଦିନର ଅବସରରେ। And one living, dying, buried, rising, coming, the hope of the church today. ତତ୍ପରେ ଜଣେ ଆଜି ମଣ୍ଡଳୀର ଆଶା, ଜୀବିତ, ମୃତ, ସମାଧିସ୍ଥ, ଉତ୍ଥାପିତ ଜଣେ ଆସୁଅଛନ୍ତି। Living, he loved me. Dying, he saved me. Buried, he carried my sins far away. Rising, he justified freely forever. Someday he's coming. Oh, glorious day. ଜୀବିତ ଥାଇ ସେ ମୋତେ ସ୍ନେହ କଲେ, ମରି ସେ ମୋତେ ତାରିଲେ, କବରସ୍ଥ ହୋଇ ମୋର ସକଳ ପାପକୁ ସେ ଦୂରେଇ ଦେଲେ, ଉତ୍ଥାପିତ ହୋଇ ଚିରଦିନ ପାଇଁ ମୁକ୍ତ କହି ପରିଚିତ କଲେ। ଆହେ ସେ ପୁଣି ଆସୁଅଛନ୍ତି ଏକ ମହିମାମୟ ଦିନରେ। What was it? 5 things in 5 letters. J-E-S-U-S. ଏହା କିପରି ଧରଣର ଏକ ବିଷୟ ଥିଲା? 5ଟି ଅକ୍ଷରରେ ଯୀଶୁ, JESUS, 5ଟି ଅକ୍ଷର ସମୂହର ଏକ ଶବ୍ଦ। Living, he loved me. Dying, he saved me. Buried, he carried my sins far away. Rising, he justified freely forever. Someday he's coming. Oh, glorious day. Hallelujah. ଜୀବିତ ଥାଇ ସେ ମୋତେ ସ୍ନେହ କଲେ, ମରି ସେ ମୋତେ ତାରିଲେ, କବରସ୍ଥ ହୋଇ ମୋର ସକଳ ପାପକୁ ସେ ଦୂରେଇ ଦେଲେ, ଉତ୍ଥାପିତ ହୋଇ ଚିରଦିନ ପାଇଁ ମୁକ୍ତ କହି ପରିଚିତ କଲେ। ଆହେ ସେ ପୁଣି ଆସୁଅଛନ୍ତି ଏକ ମହିମାମୟ ଦିନରେ। We are looking for his second coming. Some of these bright and cloudless mornings when the dead in Christ shall rise and the glory of that resurrection. Amen. When his chosen ones shall gather to their homes beyond the sky. When the roll is called up yonder, I'll be there. ଆମ୍ଭେମାନେ ତାଙ୍କ ଦ୍ୱିତୀୟ ଆଗମନ ପାଇଁ ଅପେକ୍ଷା କରୁଅଛୁ। ପୁଣି ଏହି ଦିନମାନଙ୍କର ମଧ୍ୟରେ କୌଣସି ଏକ ନିର୍ମଳ ଆଉ ମୁକ୍ତ ପ୍ରଭାତ କାଳରେ ଖ୍ରୀଷ୍ଟରେ ମୃତଗଣ ଯେବେ ଉତ୍ଥାପିତ ହେବେ, ଆଉ ସେହି ପୁନରୁତ୍ଥାନର ମହିମାରେ ଅଂଶୀ ହେବେ, ତାଙ୍କର ମନୋନୀତ ସନ୍ତାନଗଣ ଦୂର ଦିଗ୍ବଳୟର ସେମାନଙ୍କ ନିବାସ ସ୍ଥାନ ଯେତେବେଳେ ସମବେତ ହେବେ,
ଆଉ ନାମ ଯେବେ ଡକା ହେବ ସେଠାରେ ମୁଁ ଉପସ୍ଥିତ ଥିବି। He rose. How do you know? He lives in my heart. He lives in the heart of his believing. କାହିଁକି? ଯେହେତୁ ମୁଁ ଦସ୍ତାବେଜ ସମ୍ବଳିତ ଏକ ପ୍ରମାଣପତ୍ର ଏକ ରସିଦକୁ ପାଇସାରିଛି, ସେ ଉଠି ଅଛନ୍ତି। ଆପଣ ତାହା କିପରି ଜାଣିଲେ? ସେ ମୋହର ହୃଦୟରେ ବାସ କରନ୍ତି। ସେ ଆପଣଙ୍କର ବିଶ୍ୱାସୀ ମଣ୍ଡଳୀରେ ବାସ କରନ୍ତି। Think of it, friends. The food will be ready just in a few moments with warm water for the baptismal service as soon as we return. Let us bow our heads just a minute. ଅହେ ବନ୍ଧୁଗଣ, ଏହାରି ଉପରେ ବିଚାର କରନ୍ତୁ। ଯେତେ ଶୀଘ୍ର ଆମମାନେ ଫେରିବା, କୁଣ୍ଡଟି ଖୁବ୍ କମ୍ ସମୟ ମଧ୍ୟରେ ଉଷ୍ମ ପାଣିରେ ବାପ୍ତିସ୍ମର ଉପାସନା ନିମନ୍ତେ ଭରି ପ୍ରସ୍ତୁତ କରାଯିବ। ଆସନ୍ତୁ, କ୍ଷଣଭର ପାଇଁ ଆମମାନେ ନିଜ ନିଜର ମସ୍ତକକୁ ଅବନତ କରିବା। I wonder today if there be one in our midst, or many, who has not yet appreciated this sacrifice enough to accept it. And you would like to be remembered in prayer, that God will speak strangely to your heart, that you will accept this sacrifice, the cleansing of your soul. ମୁଁ ଆଜି ଚିନ୍ତିତ ହୁଏ, ଆମମାନଙ୍କ ଗହଣରେ କେହି ଜଣେ ବ୍ୟକ୍ତି ଯଦି ଉପସ୍ଥିତ ଥାନ୍ତି, କିଏ ବା ସମ୍ଭବତଃ ଏକାଧିକ ବ୍ୟକ୍ତି ଉପସ୍ଥିତ ଥିବେ, ଯେଉଁମାନେ ଏହି ବଳିଦାନକୁ ବହୁଳ ରୂପେ ସ୍ୱୀକାର କରିବାକୁ ଅଦ୍ୟାବଧି ମନସ୍ଥ କରିନଥିବେ, ପୁଣି ପ୍ରାର୍ଥନାରେ ସ୍ମରଣ ହେବା ନିମନ୍ତେ ଆପଣମାନେ ଇଚ୍ଛା କରୁଥିବେ, ଯେପରିକି ଅତି ଆଶ୍ଚର୍ଯ୍ୟ ପ୍ରକାରେ ଈଶ୍ୱର ଆପଣମାନଙ୍କ ହୃଦୟ ମଧ୍ୟରେ କଥାବାର୍ତ୍ତା କରିବେ, ଯେପରି ତଦ୍ୱାରା ଆପଣମାନେ ତାଙ୍କ ବଳିଦାନକୁ ପୁଣି ଆପଣମାନଙ୍କର ପ୍ରାଣର ଧୌତିକରଣର ଶକ୍ତିକୁ ସ୍ୱୀକାର କରିବେ। And remember that today we celebrate just not a time to wear new hats and to wear new clothes, which is all right. It's a symbol of something new. God did something new. ତତ୍ପରେ ମନେ ରଖନ୍ତୁ ଯେ ନୂତନ ଟୋପି ଗୁଡ଼ାକୁ ପିନ୍ଧିବା ନିମନ୍ତେ, ନୂତନ ବସ୍ତ୍ର ଗୁଡ଼ାକୁ ପିନ୍ଧିବା ନିମନ୍ତେ ଆମମାନେ ଏହାକୁ କେବଳ ପାଳନ କରିନଥାଉ, ଯାହାକି ଉତ୍ତମ ବିଷୟ ଅଟେ। କିଛି ନୂତନ ଘଟଣା ଯେ ଘଟିଛି, ଏହା ତାହାର ପ୍ରତୀକ ଅଟେ। ଈଶ୍ୱର କିଛି ନୂତନ କାର୍ଯ୍ୟକୁ ସମ୍ପନ୍ନ କରିଥିଲେ। Which is all right. It's not only that. Easter doesn't mean that, or hunting Easter rabbits or bunny eggs and little white chickens and so forth. That isn't reality, brother. ଯାହାକି ନିଶ୍ଚିତ ରୂପେ ଉତ୍ତମ ବିଷୟ ଅଟେ। ଏହା କେବଳ ତାହା ନୁହେଁ। ଇଷ୍ଟର ତାହାକୁ ଅର୍ଥ ପ୍ରକାଶ କରେ ନାହିଁ, କିମ୍ବା ଶିକାର ଖେଳିବା ବା ଇଷ୍ଟର ଠେକୁଆ ଗୁଡ଼ାକ ଅଥବା ବିରାଟ ଅଣ୍ଡା ଗୁଡ଼ାକ, ପୁଣି ଧଳା କୁକୁଡ଼ା ଗୁଡ଼ାକ କିମ୍ବା ଅନ୍ୟ ବିଷୟ ଗୁଡ଼ାକୁ ଅର୍ଥ କରେ ନାହିଁ। ହେ ଭାଇ, ତାହା ଆଦୌ ସେପରି ବିଷୟକୁ ପରିଚିତ କରାଏ ନାହିଁ। Easter is a triumph. It's the victory that God gave over the earth, that He raised His own Son from the dead, that whosoever believes in Him shall not perish, but have eternal life. ଇଷ୍ଟର ଏହା ବିଜୟର ଏକ ଘୋଷକ। ଏହା ସେପରି ଏକ ବିଜୟ ଯାହାକୁ ଈଶ୍ୱର ପୃଥିବୀ ଉପରେ ଦାନ କରନ୍ତି, ଯେ ସେ ଆପଣ ପୁତ୍ରଙ୍କୁ ମୃତ୍ୟୁରୁ ଉତ୍ଥାପିତ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ବରଂ ଅନନ୍ତ ଜୀବନ ଲାଭ କରେ। The resurrection can be in your own life. If you haven't got it, would you raise your hand to Him this morning while you have your head bowed, saying, by this God remember me, that resurrection life may it be had in my heart. ପୁନରୁତ୍ଥାନଟି ଆପଣଙ୍କ ଜୀବନ ନିଜର ଜୀବନରେ ସମ୍ଭବ ହୋଇପାରେ। ଯଦି ଆପଣମାନେ ଏହାକୁ ହାସଲ କରିନାହାନ୍ତି, ତେବେ ଆପଣମାନେ ନିଜ ନିଜର ହସ୍ତ ଗୁଡ଼ାକୁ ଯେତେବେଳେ, ମସ୍ତକ ଗୁଡ଼ାକୁ ଯେତେବେଳେ ଅବନତ କରି ରଖିଛନ୍ତି, ସେତେବେଳେ ଆଜିର ପ୍ରାତଃ କାଳରେ ଆପଣମାନେ ତାଙ୍କରି ଆଡ଼କୁ ନିଜ ନିଜର ହସ୍ତ ଗୁଡ଼ାକୁ ଉଠାଇ ଏପରି କହିବେ କି, ହେ ଈଶ୍ୱର, ମୋତେ ସ୍ମରଣ କରନ୍ତୁ, ଯେପରିକି ପୁନରୁତ୍ଥାନ ସେଇ ଜୀବନଟି ମୋର ଅନ୍ତର ମଧ୍ୟରେ ଅନୁଭୂତ ହୁଏ। Will you raise your hands and say, pray for me, Brother Branham, as I raise my hand. The Lord bless you. God bless you. ଆପଣମାନେ ନିଜ ନିଜର ହସ୍ତକୁ ଉଠାଇବେ ଆଉ କହିବେ କି, ଭାଇ ବ୍ରାହ୍ମଣ, ମୋ ପାଇଁ ପ୍ରାର୍ଥନା କରନ୍ତୁ। ଯେତେବେଳେ ମୁଁ ନିଜର ହସ୍ତକୁ ଉପରକୁ ଉଠାଏ, ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁ ଆପଣଙ୍କୁ ବହୁ ରୂପେ ଆଶୀର୍ବାଦ କରନ୍ତୁ। Is there enough? Raise your hand and say, pray for me, brother. I want to accept this resurrection life. ସେପରି ଅନ୍ୟ କେହି ବ୍ୟକ୍ତି ଅଛନ୍ତି ଯିଏକି ଆପଣଙ୍କ ହସ୍ତକୁ ଉପରକୁ ଉଠାଇବେ ଆଉ କହିବେ, ହେ ଭାଇ, ମୋ ପାଇଁ ପ୍ରାର୍ଥନା କରନ୍ତୁ। ମୁଁ ପୁନରୁତ୍ଥାନର ଏହି ଜୀବନକୁ
ଗ୍ରହଣ କରିବାକୁ ଚାହେଁ। On that bright house, think of it now, Father, flash, and the glory of His precious shade. When the children watch together on the other shore, when the rose fall thunder of His hair, when the Now, if you're not sure, make it right now. Let us labor for the Master from. This is the new saint. Let us. Now, you that are Christians, wants to make a vow to God to labor more. Come here, raise your hand to Him. ପୁଣି ଆପଣମାନେ ଯେଉଁମାନେ ଖ୍ରୀଷ୍ଟିଆନ ଗଣ ଅଟନ୍ତି ପ୍ରଭୁଙ୍କ ପାଇଁ ଆପଣମାନେ ଶପଥଟିଏ କରିବେ ନାହିଁ କି ପରିଶ୍ରମ ଆଉ କର୍ମ କରିବାକୁ ସେପରି କରିବେ ନାହିଁ କି? ହଁ, କେହି ଜଣେ ଅନ୍ୟ ବ୍ୟକ୍ତି ତାଙ୍କ ନିମନ୍ତେ ହସ୍ତ ଉପରକୁ ଉଠାନ୍ତି। Dear God, you've seen every heart in here, and you know the motives and the objectives. ପ୍ରିୟ ଈଶ୍ୱର, ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ହୃଦୟକୁ ଆପଣ ନିରୀକ୍ଷଣ କରିଅଛନ୍ତି। ପୁଣି ଆପଣ ଉଦ୍ଦେଶ୍ୟ ଆଉ ସଂକଳ୍ପଗୁଡ଼ିକୁ ଭଲ ଭାବରେ ଜାଣନ୍ତି। I pray for mercy. God grant it that mercy shall be shown to these people. ପୁଣି ଅନୁଗ୍ରହ ନିମନ୍ତେ ମୁଁ ପ୍ରାର୍ଥନା କରେ, ହେ ପରମେଶ୍ୱର, ଏହାକୁ ପ୍ରଦାନ କରନ୍ତୁ ଯେପରିକି ଏହି ଲୋକଗୁଡ଼ାକ ପ୍ରତି କରୁଣା ପ୍ରକାଶିତ ହେବ। They have come this morning for this hour of worship. They come to this place to hear thy word. ଉପାସନାର ଏହି ଘଡ଼ିରେ ଉପସ୍ଥିତ ହେବାକୁ ଆଜି ସକାଳେ ସେମାନେ ଆସିଅଛନ୍ତି। ଆପଣଙ୍କ ବାକ୍ୟ ଶୁଣିବାକୁ ସେମାନେ ଏହି ସ୍ଥାନକୁ ଆସିଅଛନ୍ତି। And as we have spoken that when you lived there was never a life like yours. Dying, you were the only one who could die in that manner. ଆଉ ଆମମାନେ ଯେପରି ଭାବରେ ତାହାକୁ ପ୍ରକାଶ କରି କହିଅଛୁ, କାହିଁକି ଯେହେତୁ ଆପଣ ଯେତେବେଳେ ବାସ କରୁଥିଲେ ଆପଣଙ୍କ ପରି ସୁଯୋଗ୍ୟ ଜୀବନଟିଏ ଅନ୍ୟ କାହାରି ନଥିଲା। ମରି ଆପଣ କେବଳ ସେଇ ଜଣକ ଥିଲେ ଯିଏକି ସେହିପରି ଭାବରେ ମରିପାରିଥିଲେ। When you was dead, you carried our sins far away. Having the sins of the people upon you, you took them to the sea of forgetfulness. ଆପଣ ଯେତେବେଳେ ସମାଧିସ୍ଥ ହେଲେ ଆପଣ ଆମମାନଙ୍କ ସକଳ ପାପକୁ ବହୁ ଦୂରକୁ ବୋହି ନେଲେ। ଆପଣା ଉପରେ ଲୋକମାନଙ୍କ ସକଳ ପାପକୁ ବୋହି ନେବା ଯୋଗୁଁ ଆପଣ ସେ ସବୁକୁ କ୍ଷମାସାଗରର ମଧ୍ୟରେ ନିକ୍ଷେପ କଲେ। But rising, you justified freely forever. And we stand today waiting for your coming. ତଥାପି ଉତ୍ଥିତ ହୋଇ ଆପଣ ସବୁଦିନ ପାଇଁ ମୁକ୍ତ ବୋଲି ନ୍ୟାୟ କଲେ। ପୁଣି ଆପଣଙ୍କ ଆଗମନକୁ ଅପେକ୍ଷା କରୁଥିବା ଅବସରରେ ଆମମାନେ ଆଜି ଏଠାରେ ଦଣ୍ଡାୟମାନ ଅଟୁ। God bless them. Help us. We realize we don't have much more time. For it's just at the door. ହେ ଈଶ୍ୱର, ଏମାନଙ୍କୁ ପୁଣି ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମମାନେ ଆଶା ପୋଷଣ କରୁ ଯେ ଆମମାନଙ୍କ ସହିତ ଅଧିକ କିଛି ସମୟ ନାହିଁ, ଯେହେତୁ ଏହା ଅତି ସନ୍ନିକଟ ଅଟେ। And 1 hour from now, according to the scientists, the nations could be no more. ଆଉ ଯେକୌଣସି ସମୟରେ ପୁଣି ବୈଜ୍ଞାନିକମାନଙ୍କ ମତାମତ ଅନୁସାରେ ପରବର୍ତ୍ତୀ 1 ଘଣ୍ଟା ମଧ୍ୟରେ ରାଷ୍ଟ୍ରଗୁଡ଼ାକ ନିଶ୍ଚିହ୍ନ ହୋଇଯିବେ। And we pray, God, as we stand this Easter morning upon the threshold of His coming, the hope of the church.
हे ईश्वर आमने प्रार्थना करू जे एही ईस्टर प्रातःकाल आपणक आगमन सन्निकटवर्ती स्थान आमने एतेबेले उपस्थित अटू मंडलीर भरोसार उपकूल एतेबेले दंडायमान अटू Many thousands are laying out in the dust of the earth waiting for that hour. Their souls under the altar crying, how long, Lord, how long? ଏହି ପୃଥିବୀର ଧୂଳିରେ ସହସ୍ରାଧିକ ଲୋକ ସୁପ୍ତ ଅବସ୍ଥାରେ ପଡ଼ି ରହିଅଛନ୍ତି ସେ ଦିନଟା ପାଇଁ ଅପେକ୍ଷା ଅଟନ୍ତି ବେଦି ତଳେ ସେମାନଙ୍କର ଆତ୍ମା ଚିତ୍କାର କରି କହୁଅଛନ୍ତି ହେ ପ୍ରଭୁ ଆଉ କେତେ ଦିନ ହେ ପ୍ରଭୁ ଆଉ କେତେ ବିଳମ୍ବ ହେବ I pray, God, that you'll speak to us and let us remember that no matter what we ever do here on earth, it's so little. And the only thing that we can do now is wait for your coming and tell everyone the message is urgent. May we get it to the people quickly, that you may come at any time. हे प्रभु ମୁଁ ପ୍ରାର୍ଥନା କରେ ଯେ ଆପଣ ଆମ୍ଭମାନଙ୍କ ସହିତ ଆଳାପ କରିବେ ତତ୍ପରେ ଆମମାନଙ୍କୁ ଏହା ମନେ ରଖିବାକୁ ଦିଅନ୍ତୁ ଯେ ଏହି ପୃଥିବୀରେ ଆମମାନେ ଯାହା କିଛି କାର୍ଯ୍ୟ କରିଥାଉ ନା କାହିଁକି ସେଥିରେ କିଛି ଯାଏ ଆସେ ନାହିଁ ତାହା ଅତି କ୍ଷୁଦ୍ର ଆଉ ସୀମିତ ମାତ୍ର ପୁଣି ଗୋଟିଏ ମାତ୍ର କାର୍ଯ୍ୟ ଯାହାକି ଆମମାନେ ଏହି ପୃଥିବୀରେ କଦାଚ କରିଥାଉ ତାହା ଆପଣଙ୍କର ଆଗମନ ପାଇଁ ପୁଣି ଲୋକମାନଙ୍କୁ ସାକ୍ଷ୍ୟ ଦେଇ କହିବା ପାଇଁ ଆମମାନେ ବର୍ତ୍ତମାନ କେବଳ ଅପେକ୍ଷା କରି ରହିପାରୁ ସୁସମାଚାରଟି ତ୍ୱରିତ ଗୁରୁତ୍ୱପୂର୍ଣ୍ଣ ଅଟେ ଏପରି ହେଉ ଯେପରିକି ଲୋକମାନଙ୍କ ନିକଟକୁ ଆମମାନେ ଏହାକୁ ଅତି ଶୀଘ୍ର ପହଞ୍ଚାଇ ପାରୁ ଯେହେତୁ ଯେକୌଣସି ସମୟରେ ଆପଣ ଆସି ଯାଇପାରନ୍ତି Before these bombs that they're speaking of and these missiles that can be showers of thousands of them rain over the earth in 1 minute's time. Before that happens, you promise to come, Lord. Get your people. ଯେଉଁ ବୋମାଗୁଡ଼ିକ ବିଷୟରେ ସେମାନେ କଥାବାର୍ତ୍ତା ହେଉଅଛନ୍ତି ପୁଣି କ୍ଷେପଣାସ୍ତ୍ର ଗୁଡ଼ାକର ସମ୍ବନ୍ଧରେ ସେମାନେ ବିଚାର ବିମର୍ଶ କରୁଥାନ୍ତି ଯାହାକି ଏହି ପୃଥିବୀ ପୃଷ୍ଠରେ ପୁଣି ଏହି ପୃଥିବୀ ପୃଷ୍ଠ ଲୋକମାନଙ୍କୁ ମିନିଟକ ମଧ୍ୟରେ ନାଶ କରିଦିଏ ତାହା ଘଟିବା ପୂର୍ବେ ହେ ପ୍ରଭୁ ଆପଣର ସଦ୍ଭକ୍ତମାନଙ୍କୁ ନିଜ ପାଖକୁ ନେଇଯିବାକୁ ଆପଣ ପ୍ରତିଜ୍ଞା କରିଅଛନ୍ତି It'll be that way, Lord. So most any minute there could be a resurrection of Easter for the church. A resurrection from this sinful life unto the life eternal through Christ. Hear our prayers. ପ୍ରଭୁ ହେ ଏହା ଠିକ୍ ସେହିପରି ଭାବରେ ଘଟିବ ତେଣୁ କୌଣସି ଏକ ନିଶ୍ଚିତ ସମୟରେ ମଣ୍ଡଳୀ ନିମନ୍ତେ ଇଷ୍ଟର ଏକ ଅବସରରେ ପୁନରୁତ୍ଥାନର ଏକ ସମୟ ନିଶ୍ଚିତ ରୂପେ ଘଟିପାରେ ଏହି ପାପମୟ ଜୀବନରୁ ଅନନ୍ତ ଜୀବନ ନିମିତ୍ତ ଏକ ପୁନରୁତ୍ଥାନ ଘଟଣା ଖ୍ରୀଷ୍ଟଙ୍କ ମାଧ୍ୟମରେ ସଂଗଠିତ ହେବ ଆମମାନଙ୍କ ନିବେଦନକୁ ଶ୍ରବଣ କରନ୍ତୁ Today as we go on into other services, into the Sunday school teaching, oh Lord, speak again, and may many hearts be strangely warmed. ତତ୍ପରେ ଆଜି ଅନ୍ୟାନ୍ୟ ଉପାସନାକୁ ଆମମାନେ ଯେତେବେଳେ ଯୋଗଦାନ କରିବାକୁ ଯାଇଥାଉ ସଣ୍ଡେ ସ୍କୁଲର ଶିକ୍ଷା ଅବସରକୁ ଉପସ୍ଥିତ ହେଉ ହେ ପ୍ରଭୁ ପୁନର୍ବାର କଥାବାର୍ତ୍ତା କରନ୍ତୁ ପୁଣି ଏକାଧିକ ହୃଦୟ ଉଷ୍ମତାର ସହିତ ଶ୍ୱାସଯୁକ୍ତ ହେଉ And may they come by the dozens into this pool this morning, this Easter morning, to be buried with the Lord Jesus, accepting His sacrifice. ପୁଣି ଆଜିର ପ୍ରାତଃ କାଳରେ ଏକାଧିକ ଡର୍ଜନ ସଂଖ୍ୟକ ଲୋକ ଜଳକୁଣ୍ଡ ପାଖକୁ ଓହ୍ଲାଇ ଆସନ୍ତୁ ଯୀଶୁଙ୍କ ସହିତ ସମାଧିସ୍ଥ ହେବା ପାଇଁ ଏହି ଇଷ୍ଟର ପ୍ରାତଃ କାଳରେ ତାଙ୍କର ବଳିଦାନକୁ ସ୍ୱୀକାର କରୁଥିବା ଦ୍ୱାରା ଆସନ୍ତୁ No matter what church they belong to or what religious sect they have fellowship with, that means nothing. ସେମାନେ ଯେ କେଉଁ ମଣ୍ଡଳୀ ସହିତ ସହଯୋଗ କରିଥାନ୍ତି କିମ୍ବା ସହଭାଗିତା ରଖିଥାନ୍ତି କିମ୍ବା କି ପ୍ରକାର ଧର୍ମର ମତାନୁସାରେ ସେମାନେ ଆବଦ୍ଧ ଥାଇ ସହଭାଗିତା କରନ୍ତି ସେଥିରେ କିଛି ଯାଏ ଆସେ ନାହିଁ ତାହା କୌଣସି ଅର୍ଥ ପ୍ରକାଶ କରେ ନାହିଁ But have they accepted that sacrifice? Are they confessing that they're not no good, that Jesus was the only good one? ତଥାପି ସେହି ବଳିଦାନଙ୍କୁ ସେମାନେ ଗ୍ରହଣ କରିଛନ୍ତି କି ସେମାନେ ଯେ ଆଦୌ ଉତ୍ତମ କିମ୍ବା ଧାର୍ମିକ ନୁହନ୍ତି ତାହା ସେମାନେ ସ୍ୱୀକାର କରୁଛନ୍ତି କି କେବଳ ଯୀଶୁଖ୍ରୀଷ୍ଟ ଏକମାତ୍ର ଧାର୍ମିକ ବ୍ୟକ୍ତି ତାହାକୁ ସେମାନେ ଗ୍ରହଣ କରୁଛନ୍ତି କି And He died for us in our sin, and He took our sins and buried them, and we stand alone in Him.
ସେ ଆମ୍ଭମାନଙ୍କ ପାଇଁ ପୁଣି ଆମ୍ଭମାନଙ୍କ ପରିବର୍ତ୍ତେ ମୃତ୍ୟୁବରଣ କଲେ। ସେ ଆମମାନଙ୍କ ସକଳ ପାପକୁ ବୋହିଲେ, ପୁଣି ସେଗୁଡ଼ାକୁ ସମାଧିସ୍ଥ କଲେ। ପୁଣି ତାଙ୍କଠାରେ ଆମମାନେ ଏକାକୀ ଠିଆ ହୋଇଥାଉ। Our churches cannot bury our sins. Our own life cannot bury our sins. But Christ buried our sins in the sea of forgiveness. ଆମ୍ଭମାନଙ୍କର ମଣ୍ଡଳୀ ଗୁଡ଼ାକ ଆମମାନଙ୍କ ସକଳ ପାପକୁ ଆଦୌ ସମାଧିସ୍ଥ କରିପାରନ୍ତି ନାହିଁ। ଆମମାନଙ୍କର ନିଜସ୍ୱ ଜୀବନ ଆମମାନଙ୍କ ସକଳ ପାପକୁ ଆଦୌ କବରସ୍ଥ କରିପାରେ ନାହିଁ। ତଥାପି ଖ୍ରୀଷ୍ଟ କ୍ଷମାଦାନର ସାଗର ମଧ୍ୟରେ ଆମମାନଙ୍କ ସକଳ ପାପକୁ ସମାଧିସ୍ଥ କରିସାରିଛନ୍ତି। God grant now that these things will be glorious in thy sight. ହେ ଈଶ୍ୱର, ଏହି ସକଳ ବିଷୟ ଆପଣଙ୍କ ଦୃଷ୍ଟିରେ ଗୌରବଜନକ ହେଉ, ଏପରି ପ୍ରଦାନ କରନ୍ତୁ। Then tonight, Lord, may you come in the power of your resurrection and shake this little place like it has never been shaken. ତତ୍ପରେ ହେ ପ୍ରଭୁ, ଆପଣ ନିଜର ପୁନରୁତ୍ଥାନର ଶକ୍ତିର ସହିତ ଆସିପାରନ୍ତି, ଆଉ ପୂର୍ବେ ସେପରି ଆଦୌ କମ୍ପମାନ ହୋଇନଥିବା ନ୍ୟାୟ ଏହି ସାଧାରଣ କ୍ଷୁଦ୍ର ସ୍ଥାନଟିକୁ କମ୍ପମାନ କରି ପକାନ୍ତି। May signs and wonders appear. Repeat it like it was a couple Sundays ago, Lord, when them sick and afflicted was so marvelously healed. We pray that it'll be again tonight for your glory. ସକଳ ପ୍ରକାରର ଚିହ୍ନ ପୁଣି ଅଦ୍ଭୁତ ଧରଣର କର୍ମ ଗୁଡ଼ାକ ଯେପରି ଦେଖାଦିଏ, ହେ ପ୍ରଭୁ, ବିଗତ କିଛି ରବିବାର ଗୁଡ଼ାକ ପରି ଏହାକୁ ପୁଣି ଥରେ ଦୋହରାନ୍ତୁ। ଯେତେବେଳେ କି ପୀଡ଼ିତ ପୁଣି ବେଦନାଗ୍ରସ୍ତ ଲୋକଗୁଡ଼ାକ ଅତି ଆଶ୍ଚର୍ଯ୍ୟ ରୂପେ ସୁସ୍ଥତା ଲାଭ କରିଥିଲେ। ତେଣୁ ଆପଣଙ୍କ ମହିମାରେ ଉଦ୍ଦେଶ୍ୟରେ ଆଜି ରାତ୍ରି କାଳରେ ତାହା ଯେ ପୁନର୍ବାର ଘଟିବ, ସେଥିପାଇଁ ହେ ପ୍ରଭୁ ଆମମାନେ ତାହା ପ୍ରାର୍ଥନା କରୁ। Forgive us of our trespasses now, Lord, and may this be a real Easter for some of us, a real Easter for all of us. ପ୍ରଭୁ ହେ, ଆମମାନଙ୍କ ସକଳ ଅପରାଧରୁ ଆମମାନଙ୍କୁ ଏତେବେଳେ କ୍ଷମା କରନ୍ତୁ। ପୁଣି ଏହି ଇଷ୍ଟର ଆମମାନଙ୍କ ପରି କେତେକଙ୍କ ନିମନ୍ତେ ଆଉ ସମସ୍ତଙ୍କ ନିମନ୍ତେ ଏକ ପ୍ରକୃତ ଇଷ୍ଟର ହେଉ। And some of those who have never known what the Easter blessings was, may it be today that Christ rises in their heart with a new hope, with a new life. ତତ୍ପରେ ଇଷ୍ଟର ଆଶିଷ ଗୁଡ଼ାକ ଯେ କି ପ୍ରକାର ଧରଣର, ଏମାନଙ୍କ ମଧ୍ୟରୁ କେତେକ ସେ ବିଷୟକୁ ଆଦୌ ବୁଝନ୍ତି ନାହିଁ। ଏପରି ହେଉ ଯେପରିକି ଖ୍ରୀଷ୍ଟ ସେମାନଙ୍କ ହୃଦୟରେ ଆଜି ଉଦିତ ହେଉନ୍ତୁ, ଏକ ନୂତନ ଆଶାର ସହିତ, ଏକ ନୂତନ ଜୀବନର ଅନୁଭୂତି ସହିତ ଉଦିତ ହେଉନ୍ତୁ। Point them to Calvary, for we asked it in Jesus' name. Amen. କାଲବରୀ ଆଡ଼କୁ ସେମାନଙ୍କୁ ଆକର୍ଷିତ କରନ୍ତୁ, ଯେହେତୁ ଯୀଶୁଙ୍କ ନାମରେ ଆମମାନେ ଏହାକୁ ନିବେଦନ କରୁ। ଆମେନ୍। How many of you love the Lord? Just raise up your hand. Oh my, that is wonderful. ଆପଣମାନଙ୍କ ମଧ୍ୟରୁ କେତେଜଣ ବ୍ୟକ୍ତି ପ୍ରଭୁଙ୍କୁ ସ୍ନେହ କରନ୍ତି? କେବଳ ନିଜ ନିଜର ହସ୍ତକୁ ଉପରକୁ ଉଠାନ୍ତୁ। ଆରେ ବା, କି ବିଚକ୍ଷଣ ବିଷୟ! I hear you got the baby to be dedicated, Brother Magdal. You'll be back for the Sunday school service, can you? Okay, that'd be fine. So we'll dedicate the babies and so forth at that time. If you don't mind, that's all right. ଭାଇ ମ୍ୟାକ୍ଡୋଲ୍, ଆପଣ ନିଜର ସନ୍ତାନକୁ ଉତ୍ସର୍ଗ କରିବାକୁ ଇଚ୍ଛୁକ ଏପରି ମୁଁ ବିଚାର କରେ। ଆପଣ ସଣ୍ଡେ ସ୍କୁଲ ଉପାସନା ପାଇଁ ଆସିବେ। ଆପଣମାନେ ଆସିପାରିବେ କି? ଖୁବ୍ ଭଲ କଥା, ତାହା ଉତ୍ତମ ବିଷୟ ହେବ। ପୁଣି କେହି ଜଣେ ଅନ୍ୟ ବ୍ୟକ୍ତି ତାଙ୍କର ସନ୍ତାନକୁ ଉତ୍ସର୍ଗ କରିବେ କି? ଆପଣ ଯଦି ମନେ ନ କରନ୍ତି, ତେବେ ଯଥା ସମୟ ଫେରି ଆସନ୍ତୁ। ତାହା ଯଦି ଉତ୍ତମ ଅଟେ। And so now we're going to dismiss the audience for a few moments so you can go to your places and have your breakfast and return back again. We're happy that you were here. ତେଣୁ କିଛି କ୍ଷଣ ପାଇଁ ଆମମାନେ ମଣ୍ଡଳୀକୁ ବିଶ୍ରାମ ଦେବାକୁ ଯାଉଛୁ, ଯେପରିକି ଆପଣମାନେ ନିଜ ନିଜର ଘରକୁ ଫେରି ଯାଇପାରନ୍ତି, ପୁଣି ପ୍ରାତଃଭୋଜନ କରିପାରନ୍ତି, ତତ୍ପରେ ପୁନଶ୍ଚ ଫେରି ଆସିପାରନ୍ତି। ଆପଣମାନେ ଏହି ସ୍ଥାନରେ ଉପସ୍ଥିତ ଥିଲେ, ଏଥିପାଇଁ ମୁଁ ପୁଣି ଆମମାନେ ବିଶେଷ ଭାବରେ ଆନନ୍ଦିତ ଅଟୁ। And now let's just stand that same song that we had a few moments ago, on that bright and cloud. How many's got a hope in them? Let's see you ready. Stand up. ଏତେବେଳେ ଆମମାନେ ସମସ୍ତେ ଠିଆ ହୋଇପଡ଼ୁ। କିଛି କ୍ଷଣ ପୂର୍ବେ ଆମମାନେ ଯେଉଁ ଗୀତଟିକୁ ଗାନ କରିଥିଲୁ, ତାହା ଗାନ କରିବା। ସେହି ନିର୍ମଳ ଉଜ୍ଜଳ ପ୍ରାତଃକାଳରେ ଆପଣମାନଙ୍କ ମଧ୍ୟରୁ କେତେଜଣ ବ୍ୟକ୍ତି ସେହି ଆଶାକୁ ପୋଷଣ କରନ୍ତି? ନିଜ ନିଜର ହସ୍ତଗୁଡ଼ାକୁ ଉଠାଇଥିବା ସମୟରେ ଆମେ ସେଗୁଡ଼ାକୁ ଦେଖିବା। ଆମେନ୍।